हालेलुया प्रभुଙ୍କର ମହାନାମ ଧନ୍ୟବାଦ ଗୌରବ ହଉ। ପ୍ରିୟ ପ୍ରଭୁ ଯୀଶୁ ରାଜା ଆଜି ଏ ସୁନ୍ଦର ସୁଯୋଗ ଆମକୁ ଦେଇଛନ୍ତି। ଆସନ୍ତୁ ଆମେମାନେ ପ୍ରଭୁଙ୍କର ଉପସ୍ଥିତିରେ ଆମେ ଆଜି ଏକତ୍ରିତ ହେଇଛୁ। ଏହା ଗୋଟେ ବହୁତ ଆନନ୍ଦର ବିଷୟ ଅଟେ। ଆଉ ଆମେ ଯେତେ ସମୟ ବି ଏଠାରେ ବସୁ କାହିଁକି ଆମେ ସକଳ ବିଷୟ ଶରୀର ମନାତ୍ମା ପ୍ରାଣ ପ୍ରଭୁଙ୍କଠାରେ ସମର୍ପଣ କରି ପ୍ରଭୁଙ୍କୁ ଆମେ ଉପାସନା କରିବା, ପ୍ରଭୁଙ୍କଠାରେ ନିଜକୁ ସମର୍ପଣ କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଜଗତରେ ବଞ୍ଚୁଛୁ, ଜଗତରେ ଅନେକ ବିଷୟର ଅଛି, ଅନେକ ବିଷୟ ଆମେ ସମ୍ମୁଖୀନ ହେଉଛୁ। ଯେତେବେଳେ ତ ଦୁର୍ବଳ ଆସିଥାଏ, ଯେତେବେଳେ ଖୁସି ଆସିଥାଏ, ଯେତେବେଳେ ଅଭାବ ଆସିଥାଏ, ତାହାକୁ ଆମେ ପ୍ରଭୁଙ୍କଠାରେ ସମର୍ପଣ କରି ତାଙ୍କରି ଗୌରବ ଏବଂ ତାଙ୍କରି ପ୍ରଶଂସା କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମମାନେ ଆଜି ଅଳ୍ପ ସମୟ ଆମେ ଶିକ୍ଷା କରିବାକୁ ଯିବା, କାରଣ ଆମମାନଙ୍କର ମଧ୍ୟରେ ଜଣେ ଭାଇ ଆଜି ମରିଯାଇ ଅଛନ୍ତି। ଆମେମାନେ ସେହି ସ୍ଥାନକୁ ମଧ୍ୟ ଯିବାର ଅଛି। ସେଥିପାଇଁ ଅଳ୍ପ ସମୟ ବାକ୍ୟକୁ ଅଧ୍ୟୟନ କରିବା। ଆଉ ମୁଁ ବହୁତ ସର୍ଟକଟ୍ ଭାବରେ ଆଜି ଉପାସନା ସମାପ୍ତ କରିବା ପାଇଁ ଚାହେଁ। ଆଉ ଅନେକ ଭାଇ ଭଉଣୀମାନେ ଆଜି ଆସିନାହାନ୍ତି, ଆଉ ଯଦି ଆସୁଛନ୍ତି ସେମାନେ ପଛରେ ବସିବେ। ହାଲେଲୁୟା। ଆମେ ପଢ଼ିବା ଦ୍ୱିତୀୟ ପିତର ତାର 3 ପର୍ବ। ଆମେମାନେ ସମସ୍ତେ ବାହାର କରିବା ଦ୍ୱିତୀୟ ପିତର ତାର 3 ପର୍ବ 3 ପର୍ବ ଆମେମାନେ 1 ପଦ ଠାରୁ ଶେଷ ପଦ ପର୍ଯ୍ୟନ୍ତ ପାଠ କରିବା। ଦ୍ୱିତୀୟ ପିତର 3 ପର୍ବ 1 ପଦ ଠାରୁ ଆମେ ଶେଷ ପଦ 18 ପଦ ପର୍ଯ୍ୟନ୍ତ ଅଛି। ଆମମାନଙ୍କ ମଧ୍ୟରୁ ସୁଧାଂଶୁ ଭାଇ ଅଛନ୍ତି, ଭାଇ ପଢ଼ିବେ, ଆମେ ସମସ୍ତେ ଶ୍ରବଣ କରିବା। ପ୍ରେଜ୍ ଦ ଲର୍ଡ। ପାଠ କରିବା ଦ୍ୱିତୀୟ ପିତର ତାର 3 ଅଧ୍ୟାୟ 1 ଶେଷ ପଦ। ଏଠାରେ ଏ ପ୍ରକାର ଲେଖା ଅଛି, ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମମାନଙ୍କ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି। ଆମେନ୍। ତୁମେମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ୱାରା ପୂର୍ବ କାଳରେ ଉକ୍ତ ବାକ୍ୟ ସବୁ ପୁଣି ତୁମମାନଙ୍କୁ ପ୍ରେରିତମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞା ଗୁଡ଼ିକ ସ୍ମରଣରେ ରଖ। ନିମନ୍ତେ ଉଭୟ ପତ୍ରରେ ମୁଁ ତୁମମାନଙ୍କୁ ସେହି ସବୁ ସ୍ମରଣ କରାଇ ତୁମମାନଙ୍କୁ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି। ପ୍ରଥମେ ଏହା ଜ୍ଞାତ ହୁଅ ଯେ ଶେଷ କାଳରେ ଆପଣା ଅଭିଳାଷ ଅନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ, ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? କାରଣ ପିତୃପୁରୁଷ ମାନଙ୍କର ମହାନିଦ୍ରା ହେବା ସମୟଠାରୁ ଏ ପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା ସେହିପରି ରହିଅଛି। ସେମାନେ ଜାଣି ଜାଣି ଭୁଲି ଯାଆନ୍ତି ଯେ ପୁରା କାଳରେ ଆକାଶ ମଣ୍ଡଳ ଓ ପ୍ରଭୁଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା। ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। ପୁଣି ଏହି ବର୍ତ୍ତମାନ ଆକାଶ ମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କ ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। କିନ୍ତୁ ଏ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମେମାନେ ଭୁଲି ଯାଅ ନାହିଁ। ବିଳମ୍ବ ବୋଲି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି। ଏହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ସେହି ଦିନ ଆକାଶ ମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳି ଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ ପ୍ରଭୁଙ୍କ ଯେଉଁ ଦିନରେ ଆକାଶ ମଣ୍ଡଳ ଜ୍ୱଳି ଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳି ଯିବ, ସେହି ଦିନର ଆଗମନର ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ, ସେଥିପାଇଁ ତୁମମାନଙ୍କ କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ। ଆମେମାନେ ତାହାଙ୍କ ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ। ତାହା ଧାର୍ମିକତାର ଆବାସ ସ୍ଥଳ ହେବ। ଅତଏବ ହେ ପ୍ରିୟମାନେ, ତୁମମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ସାମରେ ଯେପରି ନିଷ୍କଳଙ୍କ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ସେଥିପାଇଁ ଯତ୍ନ କର। ଆମ୍ଭମାନଙ୍କ ପ୍ରଭୁଙ୍କ ଦୀର୍ଘ ସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାର ତତ୍ତ୍ୱ ଜ୍ଞାନ ଅନୁସାରେ ତୁମମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି। ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହି ସବୁ ବିଷୟ
उल्लेख करी सही प्रकार कहंती Amen. सेही सबरे जेपरि केतेक विषय अछि जाहाकि बुझिबाकू जटिल Yes. पुणी अशिक्षित चंचलमती लोक अपना अपना बिना स्वार्थे अन्य समस्त शास्त्र जेपरि से सबुर मध्य सेपरि विकृत अर्थ करंती अतएव प्रिय माने तुम माने पूर्व से सब जानि सतर्क होइता Amen. काले दुराचारी मानक भ्रांति रे पड़ी तुम माने मध्य अपना दुरता स्खलित हो बरंच आम मानक प्रभु और त्राणकर्ता यीशु कृष्ण अनुग्रह और ज्ञान रो वृद्धि पा वर्तमान और अनंत काल पर्यंत गौरव Amen. Praise the Lord. आसନ୍ତୁ ଆମେ ବାକ୍ୟ ଉପସ ପ୍ରାର୍ଥନା କରିବା ଆମମାନଙ୍କର ଆଜ୍ଞା ଅଛନ୍ତି ସେକ୍ରେଟାରୀ ଆଜ୍ଞା ଆଉ ବାକ୍ୟ ପାଇଁ ପ୍ରାର୍ଥନା କରନ୍ତୁ ଆଜ୍ଞା। Thank you Jesus. ପ୍ରଭୁ ତୁମର ମହିମା କରୁଛୁ ଯେଉଁ ବାକ୍ୟ ଅଧ୍ୟୟନ କରୁଛୁ ଏ ବାକ୍ୟର ନିଗୁଡ଼ ବିଷୟ କାମ କଥା କୁହ ପ୍ରଭୁ ଯୀଶୁ ଆମମାନଙ୍କର ଜୀବନରେ ପ୍ରଭୁ ଆମମାନଙ୍କୁ ସମ୍ପୂର୍ଣ୍ଣ ଆତ୍ମାରେ ସତ୍ୟରେ ପରିପୂର୍ଣ୍ଣ କର ପ୍ରଶଂସା Jesus name ପ୍ରଭୁ ଯୀଶୁ Hallelujah Jesus. Thank you Jesus. Yes Lord, hallelujah. Amen, amen. हाँ प्रभु Yes. हाँ यीशु बापा हालेलुया Yes. हाँ यीशु बापा हाँ यीशु राजा Yes Lord, hallelujah. Amen. प्रभु तुम्हारे बहुमूल्य तुम्हारे रक्त दे प्रभु तुम्हारे गौरव प्रशंसा Yes. प्रभु इस समय से वाक्य को बुझिया पाई वाक्य को स्मरण करिया पाई हाँ। वाक्य को जेपरि मन रखी आमे आगु परिचालित को चलिबु आमान को जीवन काल में व्यवहार करिबु तुम्हारे चरण तले समर्पण करी Yes. तुमान का आशीर्वाद करो Amen. वाक्य को आमान को आ विशेष करी तुम्हारे आत्मा को तुम्हारे समर्पण करो जो प्रभु से तुम्हारी वाक्य आमान को प्रकाश करिवे तुम्हारे से पवित्र करी तुम्हें तंको आबरे रखो Yes. तुम्हारी कथा कहया पाई आमान मध्य ताकू शक्ति जोगाओ यीशु का नाम Amen. ए सकल प्रार्थना मंगल में परमेश्वर प्रभु यीशु ख्रीष्ट के नाम में मांगू छु Amen. Hallelujah. Praise the Lord. आसନ୍ତୁ ଆମେ ସମସ୍ତେ ବସିବା ପ୍ରଭୁଙ୍କର ମହାନାମର ଧନ୍ୟବାଦ ଗୌରବ ହଉ ପ୍ରିୟ ପ୍ରଭୁ ଯୀଶୁ ରାଜା ଆମମାନଙ୍କର ସକଳ କାର୍ଯ୍ୟରେ ସାହାଯ୍ୟ କରି ଗୋଟେ ସପ୍ତାହ ଜଗତରେ ଆମମାନଙ୍କୁ ସୁସ୍ଥ ସବଳ ଶରୀର ରଖିଛନ୍ତି ଆଉ ପୁନର୍ବାର ଆଜି ଏ ପବିତ୍ର ଦିନରେ ଅର୍ଥାତ୍ ରବିବାର ଏହି ଉପାସନାରେ ଆମମାନଙ୍କୁ ସମସ୍ତଙ୍କୁ ସମବେତ କରିଛନ୍ତି ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରଭୁ ଗୌରବ ପାଆନ୍ତୁ ଆଉ ଆମେମାନେ ଯେତେ ଜଣ ବି ଅଛୁ ପ୍ରଭୁଙ୍କ ଉପସ୍ଥିତିରେ ଅଛୁ ପ୍ରେଜ୍ ଦ ଲର୍ଡ ଆମେ ଅନମନସ୍କ ହେବା ନାହିଁ ଆମେ ଅଳ୍ପ ସମୟ ବାକ୍ୟକୁ ଧ୍ୟାନ କରିବା ଆପଣମାନେ ଏହି ବାକ୍ୟର ସକଳ ବିଷୟ ଆମେ ବୁଝି ସାରିଅଛୁ ପଢ଼ିଛୁ ମଧ୍ୟ ଏବଂ ଶୁଣିଛୁ ମଧ୍ୟ ହେଲେ ମଧ୍ୟ କିଛି ବାକ୍ୟ ଅଛି ତାହା ଆମମାନଙ୍କୁ ଜାଣିବା ନିମନ୍ତେ ନିତାନ୍ତ ଦରକାର ଅଛି ହାଲେଲୁୟା ଏଇଟା ଦେଖୁଅଛୁ ଯେତେବେଳେ এই ଦ୍ୱିତୀୟ ପିତର ଯେଉଁ ପତ୍ରୀରେ ଲେଖାଯାଇଛି हे ପ୍ରିୟମାନେ ମୁଁ ବର୍ତ୍ତମାନ ତୁମମାନଙ୍କୁ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି ହାଲେଲୁୟା ପ୍ରଭୁ ଆଉ ପିତରଙ୍କ ଦ୍ୱାରା ମଣ୍ଡଳୀକୁ ପୁନର୍ବାର ଉତ୍ତରିତ କରିବା ପାଇଁ ଏବଂ ଆଉ ପୁନର୍ବାର ସେହି କଥାକୁ ସ୍ମରଣରେ ଆଣିବା ନିମନ୍ତେ ପ୍ରଭୁ এই ଦ୍ୱିତୀୟ ପତ୍ର ପିତରଙ୍କ ଦ୍ୱାରା ଲେଖୁଛନ୍ତି ହାଲେଲୁୟା ସେ କହୁଛନ୍ତି କି ମୁଁ ଆଗରେ ଏହି ପତ୍ର ଲେଖିଥିଲି ଆଗରେ ମଧ୍ୟ ତୁମମାନଙ୍କୁ ଜଣାଇଥିଲି ଯଦି ଆମେମାନେ ପଢ଼ିବା ସେଇ ପ୍ରଭୁ ଆଉ ଦ୍ୱିତୀୟ ପିତରଙ୍କର ଆଉ ଅନେକ ଶିକ୍ଷା ଏବଂ ଅନେକ ତାହାର ଆଉ ମଣ୍ଡଳୀକୁ ଜାଗ୍ରତ କରିବା ନିମନ୍ତେ ପ୍ରଭୁ ତାକୁ ଆହ୍ୱାନ କରିଥିଲେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସେଇ 12 ଜଣ ଶିଷ୍ୟମାନେ ତାହା ସହିତ ବୁଲୁଥିଲେ ତାହା ସହିତ ସେ ସେବାରେ ଅଂଶଗ୍ରହଣ କରୁଥିଲେ प्रभु जीशु ख्रीष्ट क्रूसविद होला पुनः पुनरुत्थित होई से स्वर्गारोहण कला परे सेई 11 जनक द्वारा प्रभु तांकर सेवा कार्य आरंभ करिया को गले किंतु सेवा 11 जनक मध्यरे हेबो नाही सेई संपूर्ण कंप्लीट 12 जनक सेठे समर्पण करिवार थिला हालेलुया
पुनर्बार प्रभु से प्रेरित मान मध्यरु प्रभु आउ जन को से नियुक्त करुछंती आउ से मान मध्यरु आमे माने आउ प्रत्येक समय आमे शिक्षा पाउछु आउ प्रेरित मान को ए 12 शिष्य मान मध्यरु मुख्य शिष्य थिले पीतर हालेलुया जे कि सदा बेले गोटे आउ जते बेले कि गोटे परिवार मुख्य जमती जने बापा हेई थांती ठीक से प्रकार भाव में मंडली रे आउ सेमानकर जत्न नेवा निमंते कौन सी पालक किबा कौन सी प्रचारक प्रभु संपूर्ण स्थान दियंती हालेलुया किंतु मंडली रो मस्तक होचुनी स्वयं प्रभु यीशु ख्रीष्ट किंतु प्रभु ताहांको द्वारा मंडली को से उत्तेजित एवं मंडली को पुनर्बार से विषय को स्मरण रे आनिबा पई से इच्छा करंती प्रेज द लॉर्ड हालेलुया जदि परिवार आमे माने जदि अछु परिवार जदि आमे 8 जन 10 जन किबा 5 जन 4 जन अछु परिवार प्रथम विषय रहिला परिवार मुख्य बापा एवं माँ हिसाब रे से माने पिला मानकर जत्न नियंती प्रेज द लॉर्ड हालेलुया मु तो बहुत विषय देखि पारुची आज आम मान को परिवार मान करे एई दुर्बलता सकाशु आम पिला माने कुआडे कोन कहउचंती कोन होउचंती आमे जानि पारुनो किंतु प्रथम विषय यह शिक्षणीय विषय अटे यह बाइबल ताहा ध्यान दिए हालेलुया बाइबल यह शिक्षा दिए कारण माँ को जड़े जे जड़े परिवार से होची पालक पदर नियुक्त से निज पिला मानकु से शिक्षा दिए निज पिला मानकु प्रभु को वाक्य द्वारा से सदा बेले शिक्षा दे थाए से कहउचंती कोन बाइबल लिखा जायछि तुमे माने तुम पिला मानकु बसिबा बेले चालिबा बेले शयन कला बेले कहारो शिक्षा देबो एई सकल वाक्यर शिक्षा देबो हालेलुया प्रेज द लॉर्ड से सकल वाक्य जदि से पिला शिक्षा पाइछि से जदि कोनसी जने संतान शिक्षा पाइछि से वृद्ध हेले मध्य ताहा केबे से भूली जीवो नाही प्रेज द लॉर्ड हालेलुया हालेलुया ध्यान दियंतु यह आम मान समस्त यह आम मैंने प्रथम शिक्षा करा किंतु एबे आम शेष समय संदेश द्वारा आज प्रस्तुत होचु प्रेज द लॉर्ड किंतु पुनर्बार पितरों पत्री रे ए विषय लिखा गला आगरु मध्य मु ए विषय आपनका आगे प्रकाश करियोछि कारण मंडली रे ए शेष समय वाक्य द्वारा निजको प्रस्तुत करिवार अछि हालेलुया प्रेज द लॉर्ड से कहती मु आगरु मध्य विषय कही आपण मैंने पाइपर द्वितीय पितर तार 1 पर्व 16 पद टी आम पठन करवा एटे से अति सुंदर भाव से कहते चतुरता सह कल्पित कोनसी कहानी अवलंबन करि नथिलु मात्र ताहाको महिमार चक्षुक साक्षी होइथिलु हालेलुया पितर किए होतंती से प्रभुंकर महिमार चक्षुत साक्षी अर्थात निज आखिरु से देखिथिले प्रेज द लॉर्ड हालेलुया हेले ए प्रकार लोकर कथा सुनिबा केते महान अटे हालेलुया ए प्रकार दासंकर कथा सुनिबा केते बहुमूल्य अटे से केबे भी निज आखिरु देखिथिबा कथा को केबे भी से निज मन गुड़ा कहानी द्वारा से कहि परिबो नै प्रेज द लॉर्ड कहि परिबो कि नाइ मोर प्रिय मन से प्रकार कहि परिबो नै से जहा देखिला जहा सुनिला जहा से अनुभव कला सेही विषय ही से निज लोक मान को ठारे से प्रकाश करे पा चाहंती प्रेज द लॉर्ड हालेलुया से कहउचंती मु सही सब विषय रो प्रभु जीशु की प्रकार भाव रे से रुटी कोले से रुटी रो आ से माछ को की प्रकार भाव आश्चर्य भाव रे ताको प्रकाश कोले आ से 5000 लोक से 5टा पिठा 2टी माछ को से 5000 लोक मान की प्रकार भाव रे खुइले ताहा मु निज आखिरु देखि अछि बोली कहउची प्रेज द लॉर्ड प्रेज द लॉर्ड हालेलुया ठीक से प्रकार भाव रे आउ सेही घटनावली को मध्य से वर्णना करुछन्ति एवं आजिकार ए शेष समय प्रभुंकर आगमन मध्य से निज अंतर रे प्रभु पवित्र आत्मा द्वारा ताकू से शिक्षा देथिबा दकातु पुनर्बार से मंडली को ए दूत पत्र रखुछन्ति प्रेज द लॉर्ड हालेलुया तापरे 17 पद जेनु जते बेले महा गौरव मध्यरु ताहाको प्रति एही बाणी हैला एही हमर प्रिय पुत्र यस हां से पिता प्रभु को ठारो संभ्रम और गौरव प्राप्त हेले ओ हालेलुया
ପ୍ରେଜ୍ ଦ ଲର୍ଡ। ସେ ନିଜେ ଆଖିରୁ ଦେଖିଛନ୍ତି, ନିଜେ କାନରେ ଶୁଣିଛନ୍ତି। ଯେତେବେଳେ ସେମାନେ ସେଇ ପାହାଡ଼ରେ ପ୍ରାର୍ଥନା କରୁଥିବା ସମୟରେ ପିତର ଜହନ ସେମାନେ ଯାଇଥିଲେ, ଆଉ ପ୍ରଭୁ ଆଉ ସେଠାରେ ପିତର ଦେଖୁଛନ୍ତି ଯେ ପ୍ରଭୁ ଯେତେବେଳେ ପ୍ରାର୍ଥନା କରୁ ତାହାର ରୂପାନ୍ତରିତ ବିଷୟ ସେ ଅନୁଭବ କରି ସେ କହୁଛନ୍ତି ହାଲେଲୁୟା। ଯେତେବେଳେ ସ୍ୱର୍ଗସ୍ଥ ପରମେଶ୍ୱର କ'ଣ କଲେ, ତାକୁ ଗୌରବାନ୍ୱିତ କଲେ ଏବଂ ତାହାକୁ ଗୋଟେ ଏ ପ୍ରକାର ବାଣୀ ଦେଲେ ହାଲେଲୁୟା। हे आमर प्रिय पुत्र एहांक ठारे आमर कौन अच्छी परम संतोष प्रेज द लॉर्ड हालेलुया। आज यही विषय को नहीं कि अनेक लोक मानकर द्वंद्वता अच्छी। हाँ पिता नथिले कौन से कही थांते कि निश्चय थांतु किछि जाय से नहीं हालेलुया। निश्चय थांतु, निश्चय से पिता से कार्य करंतु आमर सेतिरे किछि बड़ विषय आमर नाही, किंतु सेही पिता जे संपूर्ण प्रभु को ठारू प्रकाशित हुवंती ताहा आमे ठीक भाव रे जानि सारिछु प्रेज द लॉर्ड हालेलुया। जे कि संपूर्ण निज आखिरु देखि निज कर्णरे सुनी निजे अनुभव करथिबा प्रभु को दास द्वारा आज आमे शेष समर से संदेश एवं शिक्षा एवं बाप्तिस्मर से सत्य को आमे जानि सारिछु प्रेज द लॉर्ड हालेलुया। तापरे आमे माने तांको सहित पवित्र पर्वत रे थिबा बेले जे आकाश निर्गत एही बाणी सुनिलु ओके एथिरे भावबाणी आम मानक निकट अधिक दृढ़ होई अछि। तुम माने ताहा अंधकारमय स्थान रे प्रज्वलित हेउतिया प्रदीप सदृश जाति पांता न हेबा पर्यंत तुम मानक हृदय रे प्रभाती तारा उदित न हेबा पर्यंत ताहा प्रति मनोयोग कले भल हेबो हालेलुया। 19 पद रे कहूची एथिरे भावबाणी आम मानक निकट रे अधिक दृढ़ होई अछि हालेलुया। माने भावबाणी रो सारो भावबाणी को हमको आज प्राधान्य देबा जने भविष्य वक्ता प्रचार करथिबा वाक्य को हमें प्राधान्य देबा कोन गुरुत्वपूर्ण विषय। आसंतु सेही पद को जीवा 3 पर्व सेही 3 पर्व तार 2 पद को माने जे कोई पवित्र भाववादी मानक द्वारा हां पूर्व काल रे उक्त वाक्य सब हां तुम मानक प्रेरित मानक द्वारा कथित प्रभु और त्राणकर्ता को आज्ञा गुडी को स्मरण रे रख हालेलुया। एटे कानो कहारो कहारो एटे लेखौछु तुमे माने जेपरि पवित्र भाववादी मानकर ओ प्रेरित मानकर हालेलुया। आजिका समय रे एई भाववाणी अर्थात भाववादी मानकर वाक्य को ध्यान देबा ही शेष समय सब विषय को हम जानि परबा प्रेज द लॉर्ड हालेलुया हालेलुया। प्रभु जीशु ख्रीष्टंकर जन्म पूर्वर भाववाणी भाववादी प्रकाश करथिले हालेलुया। जिसाय पुस्तक लेखा आइतिला प्रभु जीशु ख्रीष्टंकर जन्म विषय एक कन्या गर्भवती हेबो एवं से पुत्र प्रसव करिवो हालेलुया। जदि भाववाणी कहिसंती सेही भाववाणी से निज ज्ञान द्वारा कहिनांती निश्चय प्रभु ताहांको मुख द्वारा प्रकाश करिसंती हालेलुया। सेति पय से कहउछ सदा प्रभु एही कथा कहउछंती प्रेज द लॉर्ड। किए कहि परिबो जने भविष्य वक्ता जे कि रियली जे कि सत्य जे कि संपूर्ण आउ पवित्र भविष्य वक्ता से ही सदा प्रभु एही कथा कहंती बोली कहि परिबो प्रेज द लॉर्ड हालेलुया। कौन सी लोक केबे भी सदा प्रभु यही कथा कहती बोले कहि परिबो नाही। आजिका डेट रे एही भाववादी माननकु एही शेष समय अनेक भंड शिक्षक भंड भाववादी भंड प्रॉफिट माने बाहरिबे, किंतु ताकू आमे के प्रकार जानि परिबा कारण ताहांकर सेही मुखनिष्ठ वाक्य जदि सफल हैला ताहा बाइबल संगत ताहाले ताकू आमे ये सत्य भविष्य वक्ता बोले आमे ग्रहण करिबा प्रेज द लॉर्ड हालेलुया। आम मैंने देखिपर जिरिमिया पुस्तक रे भाववाणी भविष्य वक्ता किए अटंती। आज देखु यही भविष्य वक्ता आउ आजिकार यही शेष समय भविष्य वक्तांकर आउ प्रचार वाक्य से कौन सी निज गणा निज शिक्षा बा निज ज्ञानर वाक्य से केबे प्रचार करी नाहंती। से गोटे गोटे विषय बाइबल रो पद द्वारा ही ताहार प्रकाशन प्रभु तांको मुख देले हालेलुया प्रेज द लॉर्ड। 28 पर्व जिरिमिया 28 पर्व तार 2 पद टिके पठन करबा एही कथा कहंती भांगी अछु
आमे पूर्ण 2 वर्ष मध्य पुनर्बार यही स्थान को आनिबा पुणी जेहोयाकीमर पुत्र यहूदार राजा जेहोयाखीनकु यहूदार बाबिलोन को बंदित होई जाइथिबा समस्त लोक सहित ए स्थान को फेराई आनिबा हाँ तापरे हाँ प्रभु कथा कहंती कारण आम्भे बाबिलोन राजार जळे भांगी पकाइला आर बढ़िया हाँ या पढ़ंतु हाँ तोरे दिरिनो भविष्यत वक्ता परमेश्वर को गौरे ठिया होइतिबा जातक मानक साक्षातरे समस्त लोकन को साक्षातरे हनान्य भविष्यत वक्ता को कहिले घरान्य भविष्य वक्ता को कहिले दिरिनो भविष्यत वक्ता हाँ हाँ आमे सदा प्रभु जेपरि करंती सदा प्रभु गृहर पात्र और निर्वासित लोक सकल को बाबिलोन पुनर्बार स्थान को आनिबा माने तुमे जो भविष्यत वाक्य प्रचार करियछ सदा प्रभु तुमर से वाक्य सब सिद्ध करबे आमेन हालेलुया हालेलुया एटा में दुई जन भविष्य वक्ता देखु जने होची जिरिम भविष्य वक्ता आ जने हनानिय भविष्य वक्ता प्रेज द लॉर्ड किंतु देखंतु जिरिमियो से कोन कले बाबिलोर सेही समस्या को नै प्रभु ता कहउछन्ती गोटे जुआली स्थापन कर एवं निज आ से कोन माने ये रे बहन करी तमे बुलो किंतु ए समय हनानिय भविष्य वक्ता से होचन्ती झूठे भविष्य वक्ता अर्थात ताहांको पाखु प्रभुंकर वाक्य आसु नथिला हालेलुया किंतु प्रथम विषय हमकु जानिबा पड़िबो भविष्य वक्ता सदा बेले प्रभुंको आदेश द्वारा से पाइथिला हालेलुया एडे से ता पूर्व पद कहउछन्ती ना बाबिलोर आज बाबिलोर आ नबुकदनेस्सर सब विषय हम मान मुक्ति पाइओछु किंतु जिरिम भविष्य वक्ता कहउछन्ती जे आममान को ऊपर सेही ताड़न आसी अछि एवं सेही बंदी अवस्था रे हम ज्वाली आजी बहन करी बुलुछु प्रेज लॉर्ड हालेलुया किंतु देखंतु प्रभु जेतेबेले देखुछन्ती ए प्रकार मध्य अछन्ती जो माने कि वाक्यर अन्य विषय को नहीं से अनेक लोकमान को मध्यरु अन्यर वाक्य द्वारा से मान को से कौन करती प्रतारणा करते से पितर से 3 पर्वर 3 पद रे लिखाई छी देखंतु से द्वितीय पितर 3 पर्व 3 रे प्रथम यह ज्ञात हो जे यस हां उपस्थित होई परिहास करी कहिबे यस ताहांको आगमन रो प्रतिज्ञा काहे यस हाँ देखो देखो एबे ए प्रकार भाव रे शेष समय मेसेज हमको एटा कहूची प्रभुंकर आगमन सुनिश्चित हालेलुया आमे समस्त प्रभुंकर आगमन रो अपेक्षा अछु प्रेज द लॉर्ड ए प्रकार मध्ये जने जोडे आसी कहबो अरे आगमन आगमन तांकर आगमन काहे एबे पर्यंत तो पृथ्वी सेमती अछि एबे पर्यंत सब विषय तो ठीक अछि ए प्रकार भाव रे प्रभुंकर सेही भाववाणी को से माने खंडन करी जने झूठे भविष्य वक्ता को से स्थापन करिवे प्रेज द लॉर्ड हालेलुया किंतु प्रभु अपना वाक्य रे से केबे विलंब करंती नाही प्रेज द लॉर्ड हालेलुया निश्चय प्रभुंकर आगमन होबो मोर प्रिय माने आजि न हेले काली निश्चय में ताहा अपेक्षा करि रहछु निश्चय ताहा सफल होबो प्रेज द लॉर्ड कारण एहा होची भविष्य बाणी अटे प्रेज द लॉर्ड हालेलुया जे प्रकार भाव रे जिरिमंक द्वारा आदेश देथिबा से वाक्य सफल हेबा नितांत जरूरी थिला किंतु हनानिय से निजर ज्ञान को निज ज्ञात सार को नहीं से गर्व सहकारे से भाववाणी को खंडन करिया पे से प्रस्तुत हेले प्रेज द लॉर्ड हालेलुया आज मध्य मंडली मध्य रे भाववाणी मान को मधुरु प्राधान्य देवार न देवार कारण एया जे अन्य शिक्षा रे अन्य चिंताधारा रे ताहा को हमें ग्रहण करचु सेरि पई आजिरो ए शेष समर भविष्यवाणी को हमें तुच्छ करूछु प्रेज द लॉर्ड हालेलुया मु गोटे विषय आपण मान आगर पढिया पई चाहे एही महाशय एहा की शेष समर सही चिन्ह की हालेलुया ए बही रे अति सुंदर भाव रे भविष्य वक्ता ताहा प्रकाश करंती मु पढिया पई चाहे आज राति मो विषयटी जदि मु ताहाकू एपरी काहाकू चाहि नाही ताहा हेउची महाशय कोन एहा ही सही शेष समर चिन्ह की हालेलुया ए वाक्यर नाम होची महाशय कोन
ଏହା ସେହି ଶେଷ ସମୟର ଚିହ୍ନ କି? ପ୍ରେଜ୍ ଦ ଲର୍ଡ। ଆମେ ସମସ୍ତେ ଜାଣୁ ଯେ ଆମେ ଏପରି ଏକ ସମୟରେ ରହୁଅଛୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମୁଁ ଏ ଶେଷ ସମୟର ମେସେଜ ଯୋଉଟା କି ଭବିଷ୍ୟତ ବକ୍ତା ଆମମାନଙ୍କ ଆଗରେ ପ୍ରକାଶ କରିଛନ୍ତି ସେଇ ବିଷୟକୁ ଧ୍ୟାନ ଦେବା ପାଇଁ ଚାହେଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଧ୍ୟାନ ଦିଅନ୍ତୁ। ଆଉ ଏକ ସମୟରେ ରହିଅଛୁ, ଏପରି ଏକ ସମୟ ଯାହାକି ମଣ୍ଡଳୀ ନିମନ୍ତେ ମହିମାର ସମୟ ଅଟେ। ହାଲେଲୁୟା। କାହା ପାଇଁ? ମଣ୍ଡଳୀ ନିମନ୍ତେ। ମଣ୍ଡଳୀରେ ଆଜି ନିର୍ବୁଦ୍ଧି ବି ଅଛନ୍ତି, ସୁବୁଦ୍ଧି ବି ଅଛନ୍ତି, କିନ୍ତୁ ସୁବୁଦ୍ଧି ସେ ସଦାବେଳେ ପ୍ରଭୁଙ୍କର ମହିମାକୁ ସେ ଗ୍ରହଣ କରିଥାଏ। ହାଲେଲୁୟା। ସୁବୁଦ୍ଧି ବି କନ୍ୟା, ନିର୍ବୁଦ୍ଧି ବି କନ୍ୟା। ଏଠାରେ ଭାଇ ମ୍ୟାଡ଼ାମ କୁହନ୍ତି ଯେ ସୁବୁଦ୍ଧି ଏବଂ ନିର୍ବୁଦ୍ଧି ଏମାନେ ଦୁଇ ଜଣ ଏକାଠି ଅଛନ୍ତି ଆଉ ସେମାନେ ପ୍ରଭୁଙ୍କର ଆଗମନ କରି ଅପେକ୍ଷା କରି ଅଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କିନ୍ତୁ ନିର୍ବୁଦ୍ଧି ସେ କ'ଣ କରିଛି? ଅନ୍ୟ ଚିନ୍ତାଧାରାକୁ ନେଇ ଅପେକ୍ଷା କରି ଅଛି ସେଇ ସ୍ଥାନରେ, ସେଇ ଜାଗାରେ ସେ ଠିଆ ହେଇକି ଜଗିଛି ଆସିବ ବୋଲି, କିନ୍ତୁ ତାହାର ମନ ସେଇ ସ୍ଥାନରେ ନାହିଁ। ହାଲେଲୁୟା। ସେ କ'ଣ ପାଉଛି? ଖାଲି ଦେଖାଇବା ପାଇଁ, କାରଣ ସେ କନ୍ୟା ବୋଲି ନାମକରଣ ହେଇଛି, ସେଥିପାଇଁ ସେ ଖାଲି ଦେଖାଇବା ପାଇଁ ଚାହୁଁଛି। ହାଲେଲୁୟା, ହାଲେଲୁୟା। କିନ୍ତୁ ସୁବୁଦ୍ଧି କନ୍ୟା ସେ କ'ଣ କରିଛି? ଆପଣାକୁ ପ୍ରସ୍ତୁତ କରି ପ୍ରଦୀପ ସଜାଡ଼ି ଆଉ ଅତିରିକ୍ତ ତୈଳ ନେଇ ସେ ଉପସ୍ଥିତ ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। এই অতিরিক্ত তৈল তাহা ହିଁ ଅଟେ এই ଶେଷ ସମୟର ପ୍ରକାଶନ ବାକ୍ୟ। ହାଲେଲୁୟା। ଯଦି ଆମେମାନେ ତାହା ଯଦି ଗ୍ରହଣ କରିବା ନାହିଁ, ହୁଏତ ଯାଉ ଯାଉ ଯଦି ଆମର ପ୍ରଦୀପ ଲିଭିଯିବ, ଅତିରିକ୍ତ ତୈଳ ଥିଲେ ତ ଆମେ ସେଇଠି ପକାଇବା। ସେ ତାହା ପାଇଁ ତା ପୂର୍ବରୁ ଆମମାନଙ୍କୁ ଏ ବିଷୟ କୁହାଯାଉଛି। ପ୍ରେଜ୍ ଦ ଲର୍ଡ। ମହାମହିମା ଅଟେ, ସମୟ ଅଟେ, ମାତ୍ର ଜଣେ ଅବିଶ୍ୱାସୀ ପାଇଁ ତାହା ବହୁତ ଭୟଙ୍କର ସମୟ ଅଟେ। ହାଲେଲୁୟା। କାହା ପାଇଁ? ଅବିଶ୍ୱାସୀ ପାଇଁ। ଦେଖିବା ପାଇଁ ବିଶ୍ୱାସୀ ଦେଖାଯାଉଛି, କିନ୍ତୁ ବାକ୍ୟର କୌଣସି ହୃଦୟରେ ସଞ୍ଚୟତା ନାହିଁ ବା ଅତିରିକ୍ତ ତୈଳକୁ ସେ ଅନୁଭବ କରିପାରୁନି, ତାହାକୁ ଗ୍ରହଣ କରିପାରୁନି। ହାଲେଲୁୟା, ହାଲେଲୁୟା। ଆଉ ଜଗତର ପ୍ରାରମ୍ଭ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସବୁ ସମୟ ଯୁଗ ରହିଥିଲା, ସେମାନଙ୍କ ମଧ୍ୟରୁ ସବୁଠୁ ବେଶୀ ବିପଦଜନକ ସମୟରେ ଆମ୍ଭେମାନେ ରହିଅଛୁ। ହାଲେଲୁୟା। କ'ଣ? ବିପଦଜନକ ସମୟ। ପ୍ରେଜ୍ ଦ ଲର୍ଡ। ଏହି ବିଷୟ ଜାଣି ପିତର ଦ୍ୱିତୀୟ ପତ୍ରରେ ମଣ୍ଡଳୀକୁ ସେ କ'ଣ କରୁଛନ୍ତି? ପୁନର୍ବାର ସେ ଉତ୍ତେଜନା କରିବା ପାଇଁ ଚାହୁଁଛନ୍ତି। ହାଲେଲୁୟା, ହାଲେଲୁୟା। ସେ କ'ଣ କହୁଛନ୍ତି? ପବିତ୍ର ଭାବବାଦୀ ମାନଙ୍କର ଏବଂ ପ୍ରେରିତ ମାନଙ୍କର ସେଇ ବାକ୍ୟ, ଶେଷ ସମୟର ବାକ୍ୟ ପ୍ରଚାର ହୋଇଥିବା ସେଇ ବାକ୍ୟକୁ ଆପଣମାନଙ୍କ ମନକୁ ମୁଁ ଫେରାଇବା ପାଇଁ ଚାହେଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ରହିଅଛୁ ନା କୌଣସି ଭବିଷ୍ୟ ବକ୍ତା ନା କୌଣସି ପ୍ରେରିତ କଦାପି ଏପରି କୌଣସି ଏକ ସମୟରେ କେବେ ରହିନଥିଲା, ଯେପରି ସମୟରେ କି ଆମେ ବର୍ତ୍ତମାନ ରହିଅଛୁ। ଏହା ହିଁ ଶେଷ ଅଟେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଭବିଷ୍ୟ ବକ୍ତା କ'ଣ କୁହନ୍ତି? ଆଗକୁ ଯାହା ଘଟିବ ସେ ତାହା ଦ୍ୱାରା ପ୍ରକାଶ କରନ୍ତି। ପ୍ରେଜ୍ ଦ ଲର୍ଡ। ଏଠି ଲେଖା ହେଇଛି କ'ଣ? ଏକ ସମୟରେ କେବେ ରହିନଥିଲା, ଯେପରି ସମୟର ଆମ୍ଭେମାନେ ଏହି ବର୍ତ୍ତମାନ ସମୟର ଏହି ଶେଷ ସମୟରେ ଆମେମାନେ ଉପସ୍ଥିତ ଅଛୁ। ଏହା ତ ଆକାଶ ମଣ୍ଡଳରେ ଲେଖା ଅଛି। ହାଲେଲୁୟା। କୋଉଠି ଲେଖା ହେଇଛି? ଆକାଶ ମଣ୍ଡଳରେ ଲେଖା ହେଇଛି। ଏହା ତ ପୃଥିବୀର ମୁଖମଣ୍ଡଳ ଉପରେ ଲେଖା ହୋଇଛି। ଏହା ତ ପ୍ରତ୍ୟେକ କବର କାଗଜରେ ଲେଖା ହେଇଛି। ଆଉ ଯଦି ଆପଣ ହସ୍ତଲିଖନଟି ପଢ଼ିପାରନ୍ତି, ତାହେଲେ ଏହା ହିଁ ସେହି ଶେଷ ସମୟ ଅଟନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପୃଥିବୀ ସମ୍ପୂର୍ଣ୍ଣ ଭାବରେ ସକଳ ବିଷୟକୁ ବର୍ଣ୍ଣନା କରାଯାଇଛି। ଶେଷ ସମୟର ଘଟଣା ପ୍ରତ୍ୟେକ ଜାଗାରେ ଆଜି ବର୍ଣ୍ଣିତ ହେଇଛି। ପ୍ରେଜ୍ ଦ ଲର୍ଡ। ଆଜି ଜଣେ ମୂର୍ଖ ଲୋକ ହେଲେ ମଧ୍ୟ ତାକୁ ଯଦି ପଚାରିବ, ନାଇଁ ଏଟା ଶେଷ ସମୟ, କାହିଁକି? ପୃଥିବୀ ବିନଷ୍ଟ ହେବ, ପୃଥିବୀ ଧ୍ୱଂସ ପାଇବ, ପୃଥିବୀ ସମ୍ପୂର୍ଣ୍ଣ ଭାବେ ବିନଷ୍ଟ ହେବ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଭାଇ ଆମେ ତା ପୂର୍ବରୁ ଭବିଷ୍ୟ ବକ୍ତାଙ୍କ ଦ୍ୱାରା ଏହି ଭାବବାଦୀ ମାନଙ୍କର ବାକ୍ୟ ଦ୍ୱାରା ଆଜି ଆମେ ଶିକ୍ଷା ପାଉଛୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତାହେଲେ ଏହା ହିଁ ସେହି ଶେଷ ସମୟ ଅଟେ।
ଭାବବାଦୀ ମାନେ ସେହି ସମୟରେ ରହିଥିଲେ ଯେତେବେଳେ ହସ୍ତଲିଖନୀ କାନ୍ଥରେ ଏକ ରାଷ୍ଟ୍ର ନିମନ୍ତେ ଥିଲା। ହାଲେଲୁୟା। କାହା ପାଇଁ? ଏକ ରାଷ୍ଟ୍ର ନିମନ୍ତେ ଥିଲା। ପ୍ରେଜ୍ ଦ ଲର୍ଡ। ହସ୍ତଲିଖନୀ ଏକ ରାଷ୍ଟ୍ର ନିମନ୍ତେ ଥିଲା। ପ୍ରେଜ୍ ଦ ଲର୍ଡ। ଆଉ କ'ଣ? ମାତ୍ର ଆମେ ସେହି ସମୟରେ ରହିଅଛୁ ଯେତେବେଳେ କି ହସ୍ତଲିଖନୀଟି କାନ୍ଥରେ ସମୟ ନିମନ୍ତେ ଅଛି। ସମସ୍ତ ରାଷ୍ଟ୍ର ପୃଥିବୀ ସବୁ କିଛି ସମୟ ଶେଷ ହେବ ଉପରେ ଅଛି। ହାଲେଲୁୟା। ଆଉ ସେହି ହସ୍ତଲିଖନୀ ଆଜି ଆମମାନଙ୍କୁ ପବିତ୍ର ବାକ୍ୟ ଦ୍ୱାରା ଦିଆଗଲା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। এই হস্তলিখনি সেদিন কান্থরে ଥିଲା মিনে মিনে তক উপরসিন। হালেলুয়া। প্রেজ দ লর্ড। তাকু সেটা দিয়া যাইতিলা, কিন্তু প্রভু আজি তাহার অর্থ আমমানকু সেই অর্থ যে প্রকার সে জানি পারলা নাই, বেলসর সেটাকু বুঝি পারলা নাই, কিন্তু আজি আমমানকু পাই সেই প্রকার অর্থকু এই বাক্য দ্বারা আমানকু দিয়া যাই আছে। হালেলুয়া। প্রেজ দ লর্ড। প্রভু গৌরব পান্তু। ଆଉ ତାହା କ'ଣ ଅଟେ? ସମସ୍ତ ରାଷ୍ଟ୍ର ପୃଥିବୀ ସବୁ କିଛି ସମୟ ଶେଷ ହେବା ଉପରେ ଅଛି। ଏଣୁ ଆମକୁ ବାକ୍ୟରେ ଏହା ଖୋଜିବା ଉଚିତ ଯେ ଆମେ ଯେଉଁ ସମୟରେ ରହିଅଛୁ ତାହା କେଉଁ ସମୟ ଅଟେ। ହାଲେଲୁୟା। ଏଟା କୋଉଠି ଖୋଜିବା? ବାକ୍ୟରେ ଖୋଜିବା। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଆମେ ଦ୍ୱିତୀୟ ପିତର ତାର 3 ପର୍ବ ଆମେ ଦେଖିଲୁ। ପ୍ରେଜ୍ ଦ ଲର୍ଡ। କ'ଣ କୁହନ୍ତି? ଆସନ୍ତୁ ପଢ଼ିବା, ସେହି ସ୍ଥାନକୁ ଯିବା। ମୁଁ ସେଇ ବିଷୟକୁ ଆପଣମାନଙ୍କ ଆଗରେ ପ୍ରକାଶ କରିବା ପାଇଁ ଚାହେଁ। 4 ପଦ ପଢ଼ନ୍ତୁ ଭାଇ। ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? କାରଣ ପିତୃପୁରୁଷମାନଙ୍କୁ ମହାନିଦ୍ରା ପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା। ଏମାନେ କିଏ ଅଛନ୍ତି? ଏମାନେ କିଏ ଏ ପ୍ରକାର କହିବେ? ସେମାନେ ନିର୍ବୁଦ୍ଧି। ହାଲେଲୁୟା। କନ୍ୟା, ନାମକୁ କନ୍ୟା। ହାଲେଲୁୟା। କନ୍ୟା ଅର୍ଥ ବ୍ରାଇଟ୍, କିନ୍ତୁ ସେମାନେ ଆଉ ପ୍ରଭୁଙ୍କର ସୁବୁଦ୍ଧି ଭାବରେ ଗଣିତ ହେଇନାହାନ୍ତି। ପ୍ରଭୁ ସେପାରେଟ୍ କରିଛନ୍ତି ସେମାନଙ୍କୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଦେଖନ୍ତୁ, ଆଉ ବହୁତ ଇମ୍ପୋର୍ଟାଣ୍ଟ ବିଷୟ, ବହୁତ ଆଉ ମାନେ ଏଇ ଶେଷ ସମୟର ଘଟଣା ଏ ପ୍ରକାର ଅଟେ। ବହୁତ ଲୋକ ଆମେମାନେ ନିଜ ନିଜ ମତ ସିଦ୍ଧାନ୍ତରେ ଆମେ ଅଟକି ଅଛୁ। କ'ଣ ଏଇଟା ଚାଲିଛି ମୁଁ ଜାଣିପାରୁନି ବୋଲି ଆମେମାନେ ଭାବୁଛୁ, କିନ୍ତୁ ଏହା ଏକ ମୁହୂର୍ତ୍ତରେ ଗୋଟେ ସମୟରେ ପ୍ରଭୁ ତାହା ପ୍ରକାଶ କରିବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ତାପରେ ଭାଇ ପଢ଼। ସୃଷ୍ଟିର ଆରମ୍ଭରେ ଯେପରି ଥିଲା ସେପରି ରହିଅଛି। ସେମାନେ ଜାଣି ଜାଣି ଭୁଲି ଯାଆନ୍ତି ଯେ ପୁରା କାଳରେ ଆକାଶ ମଣ୍ଡଳ ପ୍ରଭୁଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା। ଆଉ ତ ଦ୍ୱାରା ସେହି କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। ହାଲେଲୁୟା। ଦେଖନ୍ତୁ, ପୁରା କାଳର ସେଇ ପୁରାତନ କାଳର ଯେଉଁ ପୃଥିବୀ ଥିଲା ତାହାକୁ ପ୍ରଭୁ କ'ଣ କଲେ? ପାଣି ଦ୍ୱାରା, ଜଳ ଦ୍ୱାରା ତାକୁ ଜଳ ପ୍ଲାବନରେ ଧ୍ୱଂସ କଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଉ ପ୍ରଭୁ ସେଠାରେ ଅନୁତାପ କରି କହିଲେ, ଆଉ ମୁଁ କେବେ ବି ଜଳ ଦ୍ୱାରା ପୃଥିବୀକୁ ଧ୍ୱଂସ କରିବି ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତାହେଲେ କ'ଣ ପାଇଁ ସେ କଲେ? କାରଣ ତଳକୁ ଏଠି ଲେଖାଯାଇଛି, ଏବେ ଅଗ୍ନି ଦ୍ୱାରା ତାହାକୁ ଧ୍ୱଂସ କରିବା ପାଇଁ ଯାଉଛନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ତାପରେ ପଢ଼ ଭାଇ। ଆଉ ତ ଦ୍ୱାରା ସେହି କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। ଏହି ବର୍ତ୍ତମାନ ଆକାଶ ମଣ୍ଡଳ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କୁ ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇ। ହାଲେଲୁୟା। କ'ଣ ଭାଇ? ଅଧାର୍ମିକ ଲୋକମାନଙ୍କର ବିଚାର। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଗୋଟେ ବିଷୟ ଧ୍ୟାନ ଦିଅନ୍ତୁ, ମୁଁ ଆଜି ଏଇ ବିଷୟ କହିବା ପାଇଁ ଚାହେଁ। ଅଧାର୍ମିକ ମାନଙ୍କର ବିଚାର। ହାଲେଲୁୟା। ଯଦି ମୁଁ এই ସମୟରେ ଯଦି এই ବାକ୍ୟକୁ ଆମେନ୍ ବୋଲି ଗ୍ରହଣ କରୁନି, ମୁଁ ଅଧାର୍ମିକ ଗଣିତ ହେଇଗଲି। ଆସନ୍ତାକାଲି ଯଦି ମୋ ଜୀବନ ଚାଲିଗଲା କିମ୍ବା ମୁଁ ଏଇ ଜଗତ ଛାଡ଼ି ଚାଲି ମରିଗଲି, ମୁଁ ଏଇ ସୁଯୋଗ ପାଇପାରିବିନି। ହାଲେଲୁୟା। ଏଇଠି ବସିପାରିବେ କି? ନାଇଁ। ଅର୍ଥାତ୍ ତାଙ୍କ ଜୀବନ ଗଲା, ଆଉ ତାକୁ ତା ପାଇଁ କୌଣସି ଜଣେ ବଡ଼ ପ୍ରଚାରକ, ଜଣେ ବଡ଼ ପାଳକ ପ୍ରାର୍ଥନା କରନ୍ତୁ ନ, ସେଇଟା ହେଇପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତାହେଲେ ଗୋଟେ ଜାଗାରେ ଏହି ମୁହୂର୍ତ୍ତରେ ଏଇ ଶେଷ ସମୟର ମେସେଜ ଶୁଣିବା କେତେ ବହୁମୂଲ୍ୟ ଅଟେ ଭାଇ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ବୁଝେ ନା? ହାଲେଲୁୟା। ଏଇ ଶେଷ ସମୟର ବାକ୍ୟକୁ ଗ୍ରହଣ କରିବା ଦ୍ୱାରା ଆମେ ଅଧାର୍ମିକ ଗଣିତ ହେବା ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କ'ଣ? ଅଧାର୍ମିକ ହେବା ନାହିଁ।
ଯୋହନ ପୁସ୍ତକ 5 ପର୍ବ ତାର 24 ପଦ 24 25 24 ପଢ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେ ମୋର ବାକ୍ୟ ଶୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, Yes. ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ହାଲେଲୁୟା ହାଲେଲୁୟା। এটা কিଏ କହୁଛନ୍ତି? এই বিষয়টাକୁ କିଏ କହୁଛନ୍ତି? ଆପଣମାନେ এইଠି କ'ଣ ଆପଣମାନଙ୍କର ଧ୍ୟାନ এইଠି ଆପଣଙ୍କ ଚିନ୍ତାଧାରା କ'ଣ ଏଇଟା ନେଉଛି? ଏଠି ଦେଖନ୍ତୁ ଏଇଟା କ'ଣ କୁହାଉଛି? ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି। ହାଲେଲୁୟା। ସତ୍ୟ ସତ୍ୟ କହିବା ଲୋକ ଜଣେ ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆପଣ ପ୍ରେରଣକର୍ତ୍ତା ଅର୍ଥାତ୍ ଜଣେ ଭବିଷ୍ୟବକ୍ତା ହେଇପାରନ୍ତି, ଜଣେ ପ୍ରେରିତ ହେଇପାରନ୍ତି। ହାଲେଲୁୟା। ବୁଝିଲେ ନା? ହାଲେଲୁୟା। ସେ କ'ଣ ଅଟନ୍ତି? ଯେ ଭବିଷ୍ୟବକ୍ତା ପ୍ରଚାର କରିବେ ସେ ପ୍ରଭୁଙ୍କର ମୁଖ ଅଟନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ କ'ଣ ଅଟନ୍ତି? ପ୍ରଭୁଙ୍କର ମୁଖ ଅଟନ୍ତି। ପ୍ରେଜ୍ ଦ ଲର୍ଡ। ହଁ ସେ କ'ଣ ସେଟା କ'ଣ କୁହାହେଲା ମା? ପୁନର୍ବାର ପଢ଼। ହଁ ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି। ହଁ ମୁଁ ତୁମମାନଙ୍କୁ କହୁଛି ଅର୍ଥାତ୍ ମଣ୍ଡଳୀକୁ କୁହାଯାଉଛି, ଜଣକୁ ନୁହଁ। ହାଲେଲୁୟା। ଜଣକୁ ନୁହଁ, ଆମ ସମସ୍ତଙ୍କୁ ଆଜି ଏଇ ବିଷୟକୁ କହିବାକୁ ପଡୁଛି। ହଁ କ'ଣ କୁହାଯାଉଛି? ଯେ ମୋର ବାକ୍ୟ ଶୁଣି ମୋହର ବାକ୍ୟ ଶୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ। ଅର୍ଥାତ୍ ଯେଉଁ ପ୍ରେରଣକର୍ତ୍ତା ଠିଆ ହେଇଛନ୍ତି ସେ ତାହାର ବାକ୍ୟ କହୁନାହାନ୍ତି। ହାଲେଲୁୟା। କାହାର କହୁଛନ୍ତି? ମୋହର ବାକ୍ୟ ଶୁଣି ବୋଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଧ୍ୟାନ ଦିଅନ୍ତୁ, ଏକଦମ ଏହା ଇମ୍ପୋର୍ଟାଣ୍ଟ ଅଟେ। ଆଜି ଏଇ ବିଷୟକୁ ଭଲରେ ଆମେ ଚିନ୍ତା କରିପାରୁନୁ କହିକି ଏଇ ଶେଷ ସମୟର ମେସେଜ ଆଜି ଆମ ପାଖରେ ବୃଥା ହେଇଯାଉଛି। ହାଲେଲୁୟା। କ'ଣ କହୁଛନ୍ତି? ସତ୍ୟ ସତ୍ୟ ମୁଁ ଆପଣମାନଙ୍କୁ କହୁଅଛି, ରାଇପଲ୍ଲୀ ମଣ୍ଡଳୀର ଛୋଟରୁ ବଡ଼ ସମସ୍ତଙ୍କ ପାଇଁ ଏ ବାକ୍ୟ ଅଟେ। ପ୍ରେଜ୍ ଦ ଲର୍ଡ। ମୋହର ପ୍ରେରଣକର୍ତ୍ତା। ହାଲେଲୁୟା। ସେଇ ପ୍ରେରଣକର୍ତ୍ତା କ'ଣ କରିବ? ସେ ପିତୃମାନଙ୍କ ହୃଦୟ ପୁତ୍ରମାନଙ୍କ ଫେରାଇବ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କ'ଣ କରିବ? ପୁତ୍ରମାନଙ୍କ ହୃଦୟ ପିତୃମାନଙ୍କ ଫେରାଇ ଦେବ। ହାଲେଲୁୟା। ଇଏ ହେଉଛି ସେଇ ପ୍ରେରଣକର୍ତ୍ତା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଅର୍ଥାତ୍ ପ୍ରେରିତ ମାନଙ୍କର ଶିକ୍ଷା ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମର ସତ୍ୟ ବାପ୍ତିସ୍ମ ତାହା ଦ୍ୱାରା ପ୍ରକାଶିତ ହେବ, ଯାହାକି ଲୁପ୍ତ ପ୍ରାୟ ସମ୍ପୂର୍ଣ୍ଣ ଶୁଷ୍କ ଅବସ୍ଥାରେ ଥିଲା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ତାହାକୁ ପ୍ରଭୁଙ୍କର ପ୍ରେରଣକର୍ତ୍ତା ବୋଲି ଗ୍ରହଣ କର। ହାଲେଲୁୟା। ଜଣେ ପ୍ରଭୁଙ୍କ ଦାସ ଅଟନ୍ତି, ଅର୍ଥାତ୍ ପ୍ରଭୁଙ୍କର ସେଇ ଆଗମନ ପୂର୍ବେ ସେଇ ଶେଷ ସମୟର ଭବିଷ୍ୟ ବକ୍ତା ବୋଲି ଆମେ ଗ୍ରହଣ କରିବା ନିତାନ୍ତ ଜରୁରୀ ଅଟେ। ପ୍ରେଜ୍ ଦ ଲର୍ଡ। ହନାନୀୟ ବେଳେ ସେ ମିଛ କଥା କହନ୍ତି ନାହିଁ, ହନାନୀୟ ବେଳେ ଖାଲି ଥଟ୍ଟା ମଜା କରନ୍ତି ନାହିଁ। ଜିରିମଙ୍କୁ ଯାଇକି ସେ କହିଲେ ଏଇଟା କାଢ଼ିଦେ, ଏଇଟା ଭାଙ୍ଗିଦେ। ତାହାର କ'ଣ କଲେ? ସେଇ ଲୁହାର ଜୁଆଳ ମାନେ ସେଇ କାଠର ଜୁଆଳିକୁ ନେଇକି ଭାଙ୍ଗିଦେଲା। କିନ୍ତୁ ପ୍ରଭୁ କହୁଛନ୍ତି ଆଉ ଥରେ ଲୁହାର ଜୁଆଳି ତୁମେ ବାନ୍ଧନ କର। ହାଲେଲୁୟା। କାରଣ ବାବିଲୋନର ସେଇ ବିପତ୍ତି ଆଜି ପର୍ଯ୍ୟନ୍ତ ଆମ ଉପରେ ଅଛି। ପ୍ରେଜ୍ ଦ ଲର୍ଡ। ପ୍ରଭୁ କହିଲେ ଜିରିମକୁ, ନାଇଁ ଜିରିମ, ସେ କାଠର ଜୁଆଳି ଭାଙ୍ଗିଦେଲେ ଲୁହାର ଜୁଆଳି କ'ଣ କର? ସ୍ଥାପନ କର। ଏହା ବିରୁଦ୍ଧ ଯଦି ସେ କହିବ ସେଇ ଭବିଷ୍ୟବକ୍ତା ମରିବ। ହାଲେଲୁୟା। ଏମିତିକା ପ୍ରେରଣକର୍ତ୍ତାକୁ ଆମେ ଶେଷ ସମୟରେ ପାଇଛୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ଏମିତିକା ପ୍ରେରଣକର୍ତ୍ତାକୁ ଆମେ ଶେଷ ସମୟରେ ପାଇଛୁ ମୋର ପ୍ରିୟମାନେ। ସେଥିପାଇଁ କୁହାଗଲା ସେଇଠି ଏ ପ୍ରକାର କେତେକ ଅଛନ୍ତି ସେମାନେ କରନ୍ତି ବାକ୍ୟକୁ ବିକୃତ କରିବା ପାଇଁ ଅନ୍ୟ ପୁସ୍ତକ ମାନ ନିଅନ୍ତି। ଅନ୍ୟ ପୁସ୍ତକ ବୋଲେ ଗିର୍ଜାରେ କ'ଣ ଅନ୍ୟ ପୁସ୍ତକ ପଢ଼ାଯାଉଛି କି? ହାଲେଲୁୟା। ଗୋଟେ ପୁସ୍ତକ ସେ ପବିତ୍ର ବାଇବଲ, କିନ୍ତୁ ଏହାକୁ ସେମାନେ ତାଙ୍କ ମୁଖରେ କହିଲା ବେଳେ ଅନ୍ୟ ଶିକ୍ଷାକୁ ଲାଗିକି ରହନ୍ତି, ଯାହାକି ସଦାପ୍ରଭୁ ଏହି କଥା କହନ୍ତି। ଏହି ବିଷୟ ପ୍ରଭୁ ସ୍ୱୟଂ ଜଣେ ନିଜ ମନୋନୀତ ଭବିଷ୍ୟବକ୍ତା ଦ୍ୱାରା ସେ ପ୍ରକାଶ କରନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ହଁ ତ କ'ଣ ଏଇଟା ଘଟଣା କ'ଣ ହେଇଛି ନା, ଯେତେବେଳେ ପ୍ରଭୁ ଜଣକୁ ପ୍ରେରଣା କରନ୍ତି, ପ୍ରଭୁ ଜଣକୁ ଯେତେବେଳେ ପଠାନ୍ତି ସେଇ ଭବିଷ୍ୟବକ୍ତା ସମ୍ପୂର୍ଣ୍ଣ ସତ୍ୟ ହେଇଥିବ। ହାଲେଲୁୟା। ମାଥ୍ୟୁ ପୁସ୍ତକ 7 ପର୍ବ 16 ପଦ। ମାଥ୍ୟୁ ପୁସ୍ତକ 7 ପର୍ବ 16 ପଦ। ସେମାନଙ୍କ ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। କ'ଣ?
ସେମାନଙ୍କର ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। କାହାକୁ? ଭଣ୍ଡ ଭାବବାଦୀ ମାନଙ୍କୁ। ହାଲେଲୁୟା ହାଲେଲୁୟା। କିନ୍ତୁ ପ୍ରଭୁ ଆଜି ଆମମାନଙ୍କ ପାଇଁ ଶେଷ ସମୟର ଯେଉଁ ଭବିଷ୍ୟବକ୍ତା ଦେଇଛନ୍ତି, ଏହାଙ୍କର ଫଳଟା ଆପଣମାନେ ତାହାର ତନଗଣ କରି ଖୋଜନ୍ତୁ। ପ୍ରେଜ୍ ଲର୍ଡ। ମଣ୍ଡଳୀ ଖୋଜିନି, ସେଥିପାଇଁ ଆଜି ଆମେ ତାହାକୁ ଅସ୍ୱୀକାର କରୁଛୁ। ପ୍ରେଜ୍ ଲର୍ଡ ହାଲେଲୁୟା। এই শেষ সময়ের মেসেজ যাহা গুপ্ত লা, যাহা আজি আম পাই খালি আমি পড়ুছু না না এমতি হব। সপ্তম দূত মানে সেভেন সিল প্রথম মুদ্রা ভাঙ্গিলা, ঘোড়া আসিলা, কিন্তু সেই অর্থ প্রকাশ করিয়া পাই জনে ভবিষ্যৎবক্তা হি দরকার লা। হালেলুয়া প্রেজ দ্য লর্ড প্রেজ দ্য লর্ড হালেলুয়া। কিন্তু আজিকা ডেটরে আমি কোন করিবা? তাহাকু ফল দ্বারা চিহ্নিবা। তাহার সেবা কার্য কি প্রকার, তাহার কার্যবলী কি প্রকার, সে সত্যরে ভাবরে তাহার কইথিবা কথা আজি সফল হয়েছি কি নাই তাহা জানিবার ଅଛି। হালেলুয়া। এইটে সাতটি স্বপ্ন দর্শন বিষয়ে এই বহিরে লেখা যাইছি। যদি আপন মার্কের অছি আপন মানে পড়ি পারিবে। প্রেজ দ্য লর্ড হালেলুয়া। কারণ প্রথমে মু এই বিষয় কহিবা পাই চাহে, যে ভবিষ্যৎবক্তা কুহতি সে কোন কুহতি? শেষ সময়ের সেই প্রকাশন বাক্য হি কুহতি। এটা লেখা হয়েছে পুনর্বার, সর্বদা পরমেশ্বর জনে বাস্তবিক ভবিষ্যৎবক্তা পবিত্র শাস্ত্রর বাক্য নিকটকু হি যাবে। হালেলুয়া। কুয়াড়ে যাবে ভাই? পবিত্র শাস্ত্রর বাক্য নিকটকু যাবে। প্রেজ দ্য লর্ড হালেলুয়া। জিরিমিয় কহিলে না এ প্রকার হব, এ প্রকার ঘটনা হব, কেতে বর্ষ পর্যন্ত আম উপরে বিপত্তি আসব, সেপাই মু কোণ করছি কাঠর জুয়ালি মু বাঁধিকি অছি। হালেলুয়া। হনানে কହୁଛି ଏ ବାୟାଲୋ ଇଏ ମିଛ କହୁଛି, କିଛି ନାହିଁ, ସବୁ ଆମେ ବନ୍ଧନ ଫିଟିଗଲା। ନା 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 ନା, ଆମକୁ ମଧ୍ୟ ଆଜି କୁହାଯାଉଛି ପ୍ରଭୁଙ୍କର ଆଗମନ ସୁନିଶ୍ଚିତ, ସେଥିପାଇଁ ଆମେ ପ୍ରସ୍ତୁତ ହେବାର ଅଛି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। କି ପ୍ରକାର ଭାବରେ ଏ ପ୍ରକାର ପ୍ରସ୍ତୁତ ହେବା କି? রবিবার দিন আমি গির্জাকু যা না, প্রস্তুত হেউথিবা ঘরে বসিকি। ନାଇଁ ମୋର ପ୍ରିୟମାନେ, ସେ ପ୍ରକାର ହେବ ନାହିଁ। ମୋତେ ବହୁତ ଦୁଃଖ ଲାଗୁଛି, ମୋତେ ହୃଦୟ ବାଧୁଛି ସତ ମୁଁ କାହାକୁ ନ ଦେଖିଲି। ପ୍ରେଜ୍ ଦ ଲର୍ଡ। ମୋର ଭୋଜ ଅଛି ମଣ୍ଡଳୀ ପାଇଁ। ମୁଁ ପ୍ରଭୁ ମୋତେ ସେତିକି ବିଷୟ ମୋତେ କହୁଛନ୍ତି। ମୁଁ ହନାନ ଭଳିଆ ଅଭିଶାପ ଦେବା ପାଇଁ ଚାହେଁ ନାହିଁ। ମୁଁ ପ୍ରଭୁଙ୍କର ବାକ୍ୟର ବାଧ୍ୟ ହୋଇ ମଣ୍ଡଳୀକୁ ଶିକ୍ଷା ଦେବା ପାଇଁ ଚାହେଁ। ହାଲେଲୁୟା। ବାଧ୍ୟ ହୋଇକି ମୋର ପ୍ରିୟମାନେ, ମୋର ମଣ୍ଡଳୀ, ଆମେମାନେ ସମସ୍ତେ ତାହାକୁ ଗ୍ରହଣ କରିବାର ଅଛି। ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା। କାହିଁକି? କ'ଣ ପାଇଁ? କାରଣ ଲୋକମାନେ ଭାବନ୍ତି ହଁ କେମିତି ଅଛି ସେମିତି ଅଛି। କ'ଣ ଏ ପ୍ରକାର ହେବ କି? ନହଙ୍କ ସମୟରେ ସେ ପ୍ରକାର ଥିଲା ଭାଇ। ନହ କହୁଥିଲେ ବର୍ଷା ହେବ, ଜଳପ୍ଲାବନ ହେବ, ବୃଷ୍ଟି ହେବ, ଆସନ୍ତୁ ସେଇ ଜାହାଜରେ ପ୍ରବେଶ କର। କିଛି ନାହିଁ। ଲୋକମାନେ ବାଇଆ ଭଳିଆ କଥା ହେଉଛି, କେବେ ବର୍ଷା ହେଇଛି? ଆମେ ସବୁ କ'ଣ, ଯେଉଁମାନେ କି ବୈଜ୍ଞାନିକ ମାନେ ସେହି ସମୟରେ ଥିଲେ। ପ୍ରେଜ୍ ଦ ଲର୍ଡ। କେଉଁ ସମୟରେ? ନହଙ୍କ ସମୟରେ ଥିଲେ। ହାଲେଲୁୟା। କିନ୍ତୁ ଏହି ସମୟର ବୈଜ୍ଞାନିକ ସେ ସର୍ଚ୍ଚ କରି ରିସର୍ଚ୍ଚ କରି କହିଲେ ସ୍ୱର୍ଗ ଗୋଟିଏ ଅଛି। ହାଲେଲୁୟା। ଏହି ସମୟର ଭବିଷ୍ୟବକ୍ତା ମାନେ, ଏହି ସମୟର ବୈଜ୍ଞାନିକ ମାନେ ସର୍ଚ୍ଚ କରି କହିଲେ ନର୍କ ଗୋଟେ ଅଛି। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ଏହା ହିଁ ଆମମାନଙ୍କର ସତ୍ୟ ବିଷୟଟେ ମୋର ପ୍ରିୟମାନେ। କ'ଣ କରିବାକୁ ପଡ଼ିବ? ସେଥିପାଇଁ ସେ ଦୃଢ଼ ନିଷ୍ପତ୍ତି ରହିଥାନ୍ତି ଯେ ତାହା ସେହି ପ୍ରକାର ଭାବେ ବାକ୍ୟ ଅନୁସାରେ ହିଁ ଘଟିବାକୁ ଯାଉଅଛି। ହାଲେଲୁୟା। କାହା ଅନୁସାରେ? ବାକ୍ୟ ଅନୁସାରେ ହୋଇଥାଇପାରେ। ମୁଁ କହୁ 6 ଆଉ ଗୋଟେ ବିଷୟ ଭୁଲ ହେଇଥାଇପାରେ, କିନ୍ତୁ ବାକ୍ୟ ଯେଉଁ ବାକ୍ୟ ଆମେ ପଢ଼ିଛୁ ତାହାର ଗୋଟେ ବିନ୍ଦୁ ମଧ୍ୟ ଲୋପ ହେବ ନାହିଁ। ହାଲେଲୁୟା। ବାଧ୍ୟ ଲେଖା ହେଇଛି ପୃଥିବୀର ସମସ୍ତ ବସ୍ତୁ ତରଳି ଯିବ। ପ୍ରେଜ୍ ଦ ଲର୍ଡ। ସେ ତରଳି ଯିବା ପାଇଁ ଆମେ ଜଗିଥିବା କି? ହାଲେଲୁୟା। କନ୍ୟା ଜଗିବ ନାହିଁ। କନ୍ୟା এই ବିଷୟରେ ସମ୍ପୂର୍ଣ୍ଣ ଭାବେ ଫ୍ୟୁରି ପାଇ ହେଇଛି। ପ୍ରେଜ୍ ଦ ଲର୍ଡ। କିନ୍ତୁ କ'ଣ କରିବ? ନିର୍ବୁଦ୍ଧି କନ୍ୟା କ'ଣ କରିବ? ସେ ଜଗିଥିବ, କେମିତି ହେବ ମୁଁ ଟିକେ ଦେଖିବି। ହାଲେଲୁୟା। ଅଗ୍ନିକୁ ଯଦି ତମେ କହିବ ଅଗ୍ନି କେମିତି ହେଉଛି ବୋଲି ଛୁଇଁବ ବୋଲି ତ ପୋଡ଼ିବ କାନା ବାଧ୍ୟ। ପ୍ରେଜ୍ ଦ ଲର୍ଡ। ପୁଡ଼ିବେ, ବାଧ୍ୟ ପୁଡ଼ିବେ। ଆଜି ଏ ପ୍ରକାର ଅବାଧ୍ୟତା ଜୀବନ ଯାପନ କରୁଥିବା ଲୋକମାନଙ୍କ ପାଇଁ ଉଦ୍ଧାର ନାହିଁ। ପ୍ରେଜ୍ ଦ ଲର୍ଡ। ଉଦ୍ଧାର ନାହିଁ ମୋର ପ୍ରିୟମାନେ। ଏଇ ସୁଯୋଗ, ଏଇ ବାକ୍ୟ କହୁଅଛି
आमे कौन सी प्रकार कंडीशन करि परिबा नाही कौन सी प्रकार आमे निजोकु आउ सेठी अटकेप करि परिबा नाही काहाकू गुहारी करिबा प्रभुंकर आगमन समय जदि से प्रकार हबो मोर सांग मोर बंधु मोर पुओ मोर झियो आसु नाहंती सेतेबेले मु कोन करबी बाध्य करि परिबेनी प्रभु को सेतेबेले कौन सी लोक प्रभु को अनुरोध करि परिबे नाही हालेलुया कारण कन्या सुबुद्धि कन्या कौन हेथिबो भाई से तो ये बॉडी सरी थिबो थियोपिनी को ग्रहण करी राप्चरे जाइथिबो प्रेज द लॉर्ड हालेलुया पुरातन नियम रे जतेबेले कि केबे भविष्य वक्ता माने किछि कहिथिले सर्वदा ही सेतेबेले कोनोसी ना कोनोसी ठारे जने भविष्य वक्ता वाक्य सहित रहुथिले हालेलुया का सहित रहुथिले वाक्य सहित रहुथिले भाई हालेलुया आज रे शेष समय मेसेज मध्ये वाक्य सहित जने भविष्य रहुचंदे हालेलुया प्रेज द लॉर्ड प्रेज द लॉर्ड एही वाक्य सहित रही कि से प्रचार करछथि रहुथिले से परमेश्वर ठारे दर्शन गुडी को पई अति यत्न सहित मनोजग करूथिले हालेलुया कोन करथिले अति यत्न सहकारे मनोजग करुथिले प्रेज द लॉर्ड हालेलुया ताहले आज आमे वाक्य केते मनोजग करिबा देखंतु ए विषय का जीवा से कहिले कोन कहिले जे केते को भाबंती जे विलंब बोली केते को भाबंती किंतु विलंब प्रभु करंती नाही हालेलुया कोन करंती ना भाई विलंब करंती नाही अर्थात ताहार कंप्लीटली आगमन सुनिश्चित प्रेज द लॉर्ड ताहांकर आगमन सुनिश्चित ताहांकर जन्म नु प्रेज द लॉर्ड जन्म विषय लिखाई कि आगमन विषय हालेलुया आउ तरे से मोरी मो गर्भ रे जन्म हेबे आउ डिसेंबर 25 करथिला एबे आउ फेब्रुआरी 28 की अप्रैल 30 करिबा सेमति कि मामा नै बुझछंती हालेलुया एबे कहार आगमन महामहिमा रे प्रभुकर आगमन हालेलुया देखंतु सेई 9 पद पढ़ो भाई ओके बढ़िया यस यस ता विषय रे आपना प्रतिज्ञा विषय से कहिसंती माने कहिसंती अब्राहम को दिन प्रभु कहले मु आसीबी हालेलुया हालेलुया अब्राहम कहले मु अब्राहम को प्रभु कहले तमे बहुवंश एवं प्रजावंत हबो आ पृथ्वी को संपूर्ण भाबे परिपूर्ण करबो की प्रकार भाई प्रभु मोर स्त्री तो संपूर्ण भाबे वृद्ध हो गला तार गर्भाशय वृद्ध हो गला हालेलुया ए वाक्य से पर्यंत सेटा सफल होउनी प्रेज कोन भाई होउनी ठीक से प्रकार भाबरे प्रभु को आगमन आज से पर्यंत सफल हे पारबे प्रेज हालेलुया नाम को परिवर्तन कला परे प्रभु ताहा को आशीर्वाद करूछंती एवं ताहा प्रति जो वाक्य कहिथिले ताहा विलंब होला नहीं निश्चय जदि विलंब हेले हैला किंतु ताहा सफल हेबा बाध्य अटे हालेलुया हालेलुया सफल हैला प्रभु ताहा को कोन करछंती आशीर्वाद करूछंती आ निश्चय ताहा सफल होउछि भाई प्रेज द लॉर्ड हां 9 पद पढ़ो भाई पढ़ो हां सुपर हां विलंब बोली जेपरि केतेको भाबंती ओके प्रभु अपना प्रतिज्ञा विषय से परि विलंब करंती नाही गोटे ध्यान दियंतु हालेलुया विलंब बोली भाबुथिबा लोक आज एई विषय को परिवर्तन करी प्रभुंकर आगमन सुनिश्चित से विलंब करिवे नाही निश्चय आसीबे हालेलुया आज न हेले काली के दिन प्रभुंकर आगमन सुनिश्चित प्रेज लॉर्ड हां तापरे हां जेपरि विनष्ट न हुअंती जेपरि केही विनष्ट न हुअंती वरन समस्त मन परिवर्तन करंती एहा इच्छा करी से तुम मानक प्रति दीर्घ सहिष्णु समस्त बोले पृथ्वी सारा लोक नु हालेलुया जो मानकर पूर्व निरूपित बीज आज पर्यंत से सूर्य उदय पाइनी भाई हालेलुया सेही बीज अछि सेही बीज पड़ीची ता ऊपर कंक्रीट पड़ीची ता ऊपर बाली गुडी पड़ीची किंतु जते बेले सेही आलोक पाइबो उठिबो हालेलुया उठिबो कि नहीं निश्चय उठिबो मोर प्रिय माने प्रेज लॉर्ड एहाकू प्रभु अपेक्षा कर रहिछन्ती प्रेज लॉर्ड हालेलुया कारण सेही समय पर्यंत प्रभु विलंब करि अछन्ती प्रेज लॉर्ड तापरे
ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ ହଁ ସେହି ଦିନ ଆକାଶ ମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ପ୍ରଭୁଙ୍କ ଦିନ ଚୋର ପରି ଉପସ୍ଥିତ ହବ ଅର୍ଥାତ ଚୋର ଝରକାରେ ଯାଇଥାଏ ସେ ପ୍ରକାର ଝର ପରି ଆସିବ ନା ତାହା ନୁହଁ। ଚୋର ଆସିବା ସମୟରେ କିଏ ଜାଣିପାରନ୍ତି ନାହିଁ ଚୋର କେମିତି ଆସିବ କୋଉଠୁ ଯାଉଛି କେତେବେଳେ ଆସିବ ଆମେ ଜାଣିପାରି ନଥାଉ। এই সময় সেইটা ହିଁ ଅଟେ। ହାଲେଲୁୟା ହାଲେଲୁୟା। ପ୍ରଭୁଙ୍କ ବାକ୍ୟ ଆଜି ଆମ ଆଗରେ ପ୍ରକାଶ ହେଉଛି କିନ୍ତୁ ଅନେକ ଭାବୁଛୁ ବିଳମ୍ବ କରି କାହିଁ କେବେ ଆସିବ କ'ଣ ଏତେ ବର୍ଷ ହେଲୁ ଆମେ ଖ୍ରୀଷ୍ଟିଆନ ହେଇକି ଏଇଟା ମୁଁ ଏଇ ଜାଗାରେ ଉପସ୍ଥିତ ହେଇ ଏଇ ମଣ୍ଡଳୀରେ ସହଭାଗିତା କରି ମିନିମମ୍ ମୁଁ 30 ବର୍ଷ 35 ବର୍ଷ 40 ବର୍ଷ ପାଖାପାଖି ହେଇଗଲି କାହିଁ। ହାଲେଲୁୟା ହବ ଭାଇ ପ୍ରେଜ୍ ଦ ଲର୍ଡ ହବ ନିଶ୍ଚୟ ହବ। ତାପରେ ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତଳେ ଯିବ ୟେସ୍ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ତାପରେ ଏହି ସମସ୍ତ ବିଷୟ ଏହି ପ୍ରକାର ଲୁପ୍ତ ହେବା ପ୍ରଭୁଙ୍କ ଯେଉଁ ଦିନରେ ଆକାଶ ମଣ୍ଡଳ ଜଳି ଉଠି ଲୁପ୍ତ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳି ଯିବ ସେହି ଦିନର ଆଗମନ ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ ସେଥିପାଇଁ ତୁମମାନଙ୍କ କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ। ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ ସେଥିପାଇଁ ଆମେ କ'ଣ ହେବାକୁ ପଡ଼ିବ ପ୍ରସ୍ତୁତ ହେବାକୁ ପଡ଼ିବ। ହାଲେଲୁୟା ହାଲେଲୁୟା। କି ପ୍ରକାର ଭାବରେ ତଳକୁ ଲେଖା ହେଇଛି ତାହା ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶ ମଣ୍ଡଳ ଓ ନୂତନ ତା ପୂର୍ବ ପଦ ଯାକ ଏଥିପାଇଁ ତୁମମାନଙ୍କର କିପରି ସଦାଚାରୀ ଓ ଧର୍ମ ପରାୟଣତା। ହାଲେଲୁୟା ପ୍ରେଜ୍ ଦ ଲର୍ଡ ହାଲେଲୁୟା। ମାସକୁ କେତେ ଥର ଆମେ ସମସ୍ତେ ପ୍ରାର୍ଥନା କରୁଛୁ କେତେକ ଲୋକ ଅଛନ୍ତି ରବିବାର ଦିନ ବସିଲେ ପ୍ରାର୍ଥନା କରୁଛୁ ଏହା ଧର୍ମ ପରାୟଣ କୁହାଯାଏ। ହାଲେଲୁୟା। ଉଠିଲେ ବସିଲେ ଚାଲିଲେ ପ୍ରଭୁଙ୍କର ଗୌରବ ପ୍ରଶଂସା କରି ସେହି ବାକ୍ୟକୁ ଧ୍ୟାନ କରି ଆମ ଆଗରେ ଥିବା ସକଳ ପାପକୁ ଆମେ ପ୍ରତିରୋଧ କରି ଧର୍ମ ପରାୟଣ ଜୀବନ ଯାପନ କରିବା। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ଏହା ହେଉଛି ସେହି ବିଷୟ ନା ତାବା ସୁସୁଗା ବାତ ଆଚ୍ଛା ଠିକ୍ ମାନେ ଏଇଠି ଦେଖୁଛୁ ଆମେ ମାନେ ଧର୍ମ ପରାୟଣତା ଜୀବନ ଯାପନ କରିବାକୁ ପଡ଼ିବ। ହାଲେଲୁୟା। ତାପରେ ଭାଇ ଆମ୍ଭେମାନେ ତାହାଙ୍କର ପ୍ରତିଜ୍ଞା ଅନୁସାରେ ଆମେ କ'ଣ ଭାଇ ତାହାଙ୍କର ପ୍ରତିଜ୍ଞା ଅନୁସାରେ ପ୍ରେଜ୍ ଦ ଲର୍ଡ। ନହଙ୍କର ପିଲାମାନେ ଆଉ ନହଙ୍କର ପରିବାର ପ୍ରତିଜ୍ଞା ପ୍ରଭୁ ଯାହା କରିଥିଲେ ତାହା ସେମାନେ ଅପେକ୍ଷା କରିଥିଲେ ଭାଇ ନାଇଁ କି ସେଥିପାଇଁ ସେମାନେ କହୁଥିଲେ ବାବା କେତେବେଳେ ଆମେ ଭିତରକୁ ପଶିଯିବା। ହାଲେଲୁୟା। ପ୍ରତିଜ୍ଞା ଅନୁସାରେ ସେମାନେ ପ୍ରବେଶ କଲେ। ପ୍ରେଜ୍ ଦ ଲର୍ଡ। ଆଜି ପ୍ରବେଶ କରିବାକୁ ଉଦ୍ଧାର ପାଇଲେ ଆଉ ସେ ତାପରେ ପ୍ରଭୁ ଦ୍ୱିତୀୟରେ ସେହି ଜାହାଜରୁ ଆଉ ବାହାର ହେଇଥିବା ଲୋକ ଉଦ୍ଧାର ପାଇଲେ ତୃତୀୟରେ ଏବେ ଊର୍ଦ୍ଧ୍ୱକୁ ନୀତ ହେଇଥିବା ଲୋକ ଉଦ୍ଧାର ପାଇବେ। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ବାହାର ଅର୍ଥ କ'ଣ ଆମମାନଙ୍କୁ ରୀତିନୀତି ପରମ୍ପରା ଦିନ ବାର ସମୟ ତାରିଖ ଏହି ସବୁ ବିଷୟ ଗଣନା କରି ଆଉ କ'ଣ ଏହି ସବୁ ଯେଉଁ ଟ୍ରାଡିସନାଲ ଶିକ୍ଷା ଅନେକ ବିଷୟ ଥିଲା ତାଠାରୁ ସମ୍ପୂର୍ଣ୍ଣ ଭାବେ ପୃଥକ ହୋଇ ପିତରଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ପ୍ରେରିତମାନଙ୍କ ଶିକ୍ଷା ସତ୍ୟ ଶିକ୍ଷା ସେହି ମଣ୍ଡଳୀର ଆମେମାନେ ଆଜି ସ୍ଥାନ ପାଇଛୁ। ହାଲେଲୁୟା। ଏଠୁକୁ ଆସିଛୁ କିନ୍ତୁ ଏଇଠୁ ଏବେ ଆମର ଯାତ୍ରା କୁଆଡ଼େ ସ୍ୱର୍ଗ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆମ ଜୀବନକୁ ମଧ୍ୟ ଆମେ ପରିବର୍ତ୍ତନରେ ରଖିବା ଆଉ ପ୍ରଭୁ ଏହି ସବୁ ବିଷୟରେ ଭାଇ ବ୍ରାନମ୍ ଗୋଟେ ମେସେଜ ୱିଟନେସ୍ ମେସେଜରେ ସେ କହୁଛନ୍ତି ୱିଟନେସ୍ ବୋଲେ ସାକ୍ଷୀ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ସାକ୍ଷୀ ଯିଏକି ଏହି ବାକ୍ୟ ତା ଦ୍ୱାରା ମେଳ ଖାଉଅଛି। ସେ କ'ଣ କହୁଛନ୍ତି ମୁଁ ଚକ୍ଷୁଷ ସାକ୍ଷୀ। ହାଲେଲୁୟା ବୋଲେ କ'ଣ ଆଜ୍ଞା ଚକ୍ଷୁଷ ସାକ୍ଷୀ ମୁଁ ଆଖିରୁ ଦେଖିଛି ନା ଏହି ଘଟଣାଟା। ହାଲେଲୁୟା। ଆଜି ଆମେ ଶୁଣିଛୁ ଆମେ ମଧ୍ୟ ଆଖିରେ ତାହା ଅନୁଭବ କରୁଛୁ ପ୍ରଭୁଙ୍କର ଆଗମନ ସୁନିଶ୍ଚିତ। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ସେଇଠି ଭାଇ ଭଉଣୀ କୁହନ୍ତି ମୁଁ ଯେତେବେଳେ ଦେଖୁଛି ନୂତନ ଆକାଶ ନୂତନ ପୃଥିବୀ ଏ ପ୍ରକାର ଅଟେ। ପରଦିନ ଜଣେ ସଭାରେ ଜଣେ ଭାଇ ସାକ୍ଷ୍ୟ ଦେଉଥିଲେ ସ୍ୱର୍ଗ ରାଜ୍ୟକୁ ମୁଁ ଗଲି ମୁଁ ସେଇଟା ଗୋଟେ ପଏଣ୍ଟଟା ମୁଁ ଧରିବାକୁ ପାଇଲି। ସେ କହିଲା ସ୍ୱର୍ଗ ରାଜ୍ୟ ମୁଁ ଗଲେ ଗୋଟେ ସିଂହାସନ ଥିଲା। ହାଲେଲୁୟା।
से जानू से निजे दर्शन देखी से जानू कि न जानू किंतु मु जानी आम मान प्रभु जणे अटंती हालेलुया प्रेज द लॉर्ड कौन भाई से कहले स्वर्ग रे मु देखली गोटे सिंहासन आउ कौन से चारि प्राणी 24 प्राचीन सब उपवेशन होती से दिन मु भी से सभा को जाइली मु जनक सहित 2 घंटा सत्य वाक्य बा प्रभु जीशु ख्रीष्ट नाम बाप्तिस्म विषय ता सहित कथा हेली हालेलुया से भाई कहूँ तमें रंग रच मते रंग कहल बास मते देखाओ एबे मु बाइबल देखैबी आपण मते बाइबल देखाइबार अछि हालेलुया रंग काकू कहा जाए जे बाइबल बाहर कथा कहे ताकू रंग कहा जाए अच्छा देखो मते देखाओ पिता को नाम कौन मते देखाओ नहीं जिहोवा परमेश्वर जिहोवा निसी जिहोवा अरे भाई यही सब उपाधि थिला प्रभुଙ୍କର गौरव पाई हालेलुया सानो पिला भी जानी परियो तुम ना कौन बोले से तार ना कहि देबो आपण बाइबल कमेंट जाको बीटीएस सीटीएस सही भी सब कहउचंती नाम कौन आपण मते को हालेलुया काहे की मु बाइबल देखिछि प्रेज द लॉर्ड मु देखाइबी आपण को जौन पुस्तक 5 पर्व 23 पद पर जीशु कहउचंती मु मोहर पिता को नाम राशि अछि ताले जीशु को नाम कौन से पिता को नाम कौन जीशु अटंती हालेलुया प्रेज द लॉर्ड ए प्रकार सुजोग हमकु खोजिया पड़िबो प्रेज द लॉर्ड गौरव पांतु आउ सेति पई से कोन कहउछंती मु सत्य साक्षी आउ तुम मान को विषय कहूची प्रेरित पुस्तक 1 पर्व 18 पद प्रेरित पुस्तक 1 पर्व 18 पद समाप्त करिबा ठीक अछि साक्षी किए अटंती ताहा मु आपन कागरे प्रकाश कहे पा चाहे एही लोक अधर्मर मूल्य द्वारा खंडिए क्षत पाइला पुणी से मुंड मारी होई पड़िबारु ताहार पेट फाटी गला हां कहारो विषय है के से इसकार तो जिहुदा नाही कि दीदी इसकार तो जिहुदा को पैसा पाइथिला को तो खेत किनथिला अरे जीसु को जो बिकी की खेत पाइथिला हालेलुया एहार सत्य साक्षी किए अटंती पितर अटंती हालेलुया पितर कहउछंती एहार सत्य साक्षी मु अटे प्रेज द लॉर्ड तापर परिवा प्रकाश वाक्य 3 पर्व तार 14 पद हां लाउदिकिया मंडलीर दूत निकट को लेख यस जे सत जे विश्वस्त वो सत्य साक्षी जे सत्य साक्षी ओके हालेलुया विटनेस सत्य साक्षी जी से साक्षी देला बोले निर्दोष खलास हालेलुया प्रेज द लॉर्ड हां कोन मा हां जे ईश्वर को सृष्टिर आदि करता यस से यहाँ कहती आमे तुम्हारो कर्म जानू ध्यान दियंतु हालेलुया एटारे कौन सी लोक नुह एई सत्य साक्षी कौन से आम परी लोक नुह ये किए अटंती स्वयं प्रभु जीशु ख्रीष्ट अटंती हालेलुया से लाउदिकिया दूत कौन कौन से पद पुनरुपड़ हां लाउदिकिया मंडली एटा लाउदिकिया मंडली बा शेष मंडली आम प्रति जदि जीशु साक्षी दे कहले ये से मंडली जड़े लोक ये कौन अबाध्य गिरजा को जीवार नहीं कौन सी बाइबल पढ़िबार नहीं कौन सी विषय करिबार नहीं प्रेज द लॉर्ड आम विषय जदि प्रभु कहबे हमें बंची पारिबा हालेलुया ता पूर्वरु आम मानकू ए वाक्य रे स्थिर रहया पड़िबो प्रेज द लॉर्ड हां तापर पढ़ो बाबा पढ़ो हां आमे तुम्हारो कर्म जानू यस यस तुम्हें शीतल नुह की उष्ण ही नुह तुम्हें शीतल की उष्ण हेले भलो होता हां एनु तुम्हें शीतल की उष्ण न होई ईषद उष्ण हेबारु आमे तुमको आपणा मुखरु उद्धार करिबा को जाऊ आमे तुमको आपणा मुखरु उद्धार करिया पाई जाऊ प्रेज द लॉर्ड आजिर वाक्य साक्षी हेबो से दिन पाई प्रेज द लॉर्ड से दिन हमें माने एते जन बसिथिलु एई वाक्य शिक्षा दिया गला भाई भौणी आपण कुआडे जाइथिले हालेलुया एई साक्षी हेबा पाई हम प्रस्तुत की नाई मोर प्रिय माने ता पूर्वरु आमे वाक्य द्वारा निजको समर्पण करबा प्रेज द लॉर्ड जहन पुस्तक 15 पर्व तार 27 पद आओ तुम्हें माने मध्य साक्षी कारण तुम्हें माने आरंभरु मो सहित रहियो देखो तुम्हें माने मध्य साक्षी हालेलुया आज एई वाक्य सुनी अछि आमे माने मध्य साक्षी देखो बहुत कंडीशन एटा बुझुचंती कि नहीं हालेलुया सुइले भी साक्षी आज ए वाक्य सुनी चंती बोल
ପ୍ରେଜ୍ ଦ ଲର୍ଡ। ଅନ୍ୟ ମନସ୍କ ହେଲେ ବି ସାକ୍ଷୀ ମକର ଦେବା ବେଦିନରେ ତ ପ୍ରେଜ୍ ଦ ଲର୍ଡ। କ'ଣ ଲେଖା ହେଇଛି? ପୁନର୍ବାର ପଦ ପଡ଼େ, ପୁନର୍ବାର ବାସ୍। ହଁ ହଁ, ତୁମ୍ଭେମାନେ ମଧ୍ୟ ସାକ୍ଷୀ। କ'ଣ ସାକ୍ଷୀ? এই ବାକ୍ୟ ଶୁଣିଥିଲୁ ଆମେ ଅଗ୍ରାହ୍ୟ କଲୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତାପରେ କାରଣ ହଁ, ତୁମ୍ଭେମାନେ ଆରମ୍ଭରୁ ମୋ ସହିତ ରହିଅଛ। ଓ ତୁମେ ମାନେ ଆରମ୍ଭରୁ ମୋ ସହିତ ରହିଥିଲ। ହାଲେଲୁୟା। ପ୍ରଭୁଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଭାବରେ ଆମେ ଅଛୁ। ପ୍ରଭୁଙ୍କର ସୃଷ୍ଟି ପୂର୍ବରୁ ତାହାଙ୍କ ମନରେ ସୁଧାଂଶୁ ଭାଇ, ଏଲସନ ବାବୁ, ଡନ୍ ବାବୁ, ଇଆଡ଼େ ସମସ୍ତେ ମା ମାନେ ଆମେ ସମସ୍ତେ ତାହାଙ୍କ ମାଇଣ୍ଡରେ ଥିଲୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଅଛୁ, ଛାଡ଼ି ନାହାନ୍ତି ପ୍ରଭୁ ଆମକୁ। ପ୍ରେଜ୍ ଦ ଲର୍ଡ। ଏଟା ତ ପିତାର ନିଜ ପ୍ରେରିତ ମାନଙ୍କ ବିଷୟରେ ଏଟାକୁ ଲେଖା ହେଇଛି, କିନ୍ତୁ ତାହାର ଆତ୍ମିକ ଅର୍ଥ ମଣ୍ଡଳୀରେ ଯେତେ ଜଣ ବି ଆଜି ଏଇ ମେସେଜରେ ସାକ୍ଷୀ ହେବା ପାଇଁ ଚାହୁଁଛୁ, ଏଇ ମେସେଜକୁ ଶୁଣୁଛୁ, ସମସ୍ତେ ତାହାଙ୍କର ପୂର୍ବ ନିରୂପିତ ବୀଜ ଅଟୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଜହନ 4 ପର୍ବ 39 ପଦ। 39। ମୁଁ ଯାହା ଯାହା କରିଅଛି ହଁ ସେଇ ସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀ ଲୋକ ସାକ୍ଷ୍ୟ ଦେଇଥିଲା ହଁ ତାହାର କଥା ହେତୁ ହଁ। ସେହି ନଗରର ସମୀରଣୀୟ ମାନଙ୍କ ମଧ୍ୟରୁ ଅନେକ ତାଙ୍କର ବିଶ୍ୱାସ। ହାଲେଲୁୟା। ଓ ସୁପର ନାଇଁ କି? ପ୍ରେଜ୍ ଦ ଲର୍ଡ। କ'ଣ ହେଇଛି? ସମୀରଣୀୟ ନଗର ସବୁ ନଗର ସବୁ କ'ଣ ହେଲା? ବିଶ୍ୱାସ। ସମୀରଣ ନଗର ବିଶ୍ୱାସ ଅଛି। ରାଇପଲି ମଣ୍ଡଳୀ ହବ ନାଇଁ କି? ହାଲେଲୁୟା। ହବ ଭାଇ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହବ, ନିଶ୍ଚୟ ହବ। ରାଇପଲି ମଣ୍ଡଳୀ ମଧ୍ୟ, ରାଇପଲି ଥିବା ମୋର ପ୍ରିୟ ସମସ୍ତେ ଆମେ ଉଦ୍ଧାର ପ୍ରାପ୍ତ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେଇ ସ୍ତ୍ରୀ କହିଲା ବୋଲି ସମୀରଣୀୟ ସବୁ କ'ଣ ହେଲେ? ଯୀଶୁଙ୍କୁ ବିଶ୍ୱାସ କଲେ ନାଇଁ କି? ଆସ ଦେଖିବ ପରା, ସେ ନିଜକୁ ମସିହ କହୁଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପୁନର୍ବାର ସେ ପଦ ପଢ଼ ବାବା। ହଁ ମୁଁ ଯାହା ଯାହା କରିଅଛି ହଁ, ସେଇ ସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀ ଲୋକ ସାକ୍ଷ୍ୟ ଦେଇଥିଲା ଦେଇଥିଲା ତାହାର କଥା ହେତୁ। ହାଲେଲୁୟା। ସ୍ତ୍ରୀ ଅର୍ଥ ମଣ୍ଡଳୀ। ଆଜି এই ମଣ୍ଡଳୀ ଶେଷ ସମୟର ମେସେଜ ଅର୍ଥାତ ଭାବବାଦୀଙ୍କର এই ପ୍ରକାଶନ ବାକ୍ୟକୁ ବିଶ୍ୱାସ କରି ଆଉ ଜଣକୁ କହିବ, ସେମାନେ ମଧ୍ୟ ବିଶ୍ୱାସ କରିବେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ବିଶ୍ୱାସ କରିବେ ଭାଇ, କିନ୍ତୁ ଯଦି ବାକ୍ୟ ପଢ଼ିବା ନାହିଁ, ବୁକ୍ସ ଯାକ ଆମେ ନେବା ନାହିଁ, କେମିତି କହିବ? ନିଜ ମନଗଣନା କାହାଣୀ କହିବ କି? ସେତେବେଳେ ତମେ ହନାନ୍ୟ ଭଳିଆ ଝୁଟି ଭବିଷ୍ୟବକ୍ତା ହେଇଯିବ। ହାଲେଲୁୟା। ହନାନ୍ୟ ଭଳିଆ ହେଇଯିବା। ହଁ, ତାପରେ ହଁ, ତାହାର କଥା ହେତୁ ସେହି ନଗରର ସମୀରଣୀୟ ମାନଙ୍କ ମଧ୍ୟରୁ ହଁ ଅନେକ ତାଙ୍କଠାରେ ବିଶ୍ୱାସ କଲେ। ତାପରେ 40 ଅତଏବ ସେହି ସମୀରଣୀୟ ମାନେ ତାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ଅନୁରୋଧ କଲେ। ହାଲେଲୁୟା। କ'ଣ କଲେ? ଅନୁରୋଧ କଲେ, ରହିବା ନିମନ୍ତେ ଅନୁରୋଧ କଲେ। ତାପରେ ହଁ, ଆଉ ସେ 2 ଦିନ ସେ ସ୍ଥାନରେ ରହିଲେ। ଆଉ 2 ଦିନ ସେ ସ୍ଥାନରେ ରହିଲେ। ହାଲେଲୁୟା। ଆମକୁ ସୁଯୋଗ ମିଳିବ ନାହିଁ ଯଦି ଆଜି ଏଇ ସମୟର ମେସେଜକୁ ଆମେ ଅଗ୍ରାହ୍ୟ କରିବା। 2 ଦିନ କ'ଣ 2 ମିନିଟ୍ ବି ଆମ ପାଇଁ ସୁଯୋଗ ମିଳିବ ନାହିଁ। ହାଲେଲୁୟା। ମିଳିବ ନାହିଁ ସତରେ। ଏବେ ଯେଉଁ ଘଟଣା ଆମେ ଦେଖୁଛୁ, ଯେଉଁ ପ୍ରକାର ଭାବରେ ପୃଥିବୀ ସମ୍ପୂର୍ଣ୍ଣ ଆଉ ଧ୍ୱଂସପ୍ରାୟ ହେବା ପାଇଁ ଯାଉଅଛି, ସେ ସମ୍ପୂର୍ଣ୍ଣ ଭାବେ ପୃଥିବୀରେ ଏ ପ୍ରକାର ଘଟଣା ଯାକ ଚାଲିଅଛି। ସେହି ସମୟରେ ପ୍ରଭୁ ଆସିବେ, ମଣ୍ଡଳୀ ରାଷ୍ଟ୍ର ହେଇକି ନେଇଯିବ। ହାଲେଲୁୟା। ନିର୍ବୁଦ୍ଧି କନ୍ୟା ବସିଥିବ, ମୁଁ ଟିକେ ଦେଖିବି କେମିତି ହବ। ହାଲେଲୁୟା। କେମିତି ହବ ମୁଁ ଟିକେ ଦେଖିବି। ତୃତୀୟ ବିଶ୍ୱଯୁଦ୍ଧ ଦେଖିବାକୁ ପଡ଼ିବ ନା, ଚାଲିଥିବ। ପ୍ରେଜ୍ ଦ ଲର୍ଡ। କେତେ ଜଣ ଦେଖିବାକୁ ଚାହୁଁଛନ୍ତି? ରୁହନ୍ତୁ, ନାମ ଜକାମ ଦେଇଦେବୁ। ପ୍ରେଜ୍ ଦ ଲର୍ଡ। ନାଇଁ, ଆମକୁ ଦେଖିବା ଦରକାର ନା, ଆମେ ତ ତାର ଘଟଣା ସବୁ ଶୁଣିଛୁ। ପ୍ରେଜ୍ ଦ ଲର୍ଡ। ଦେଖିବା ପୂର୍ବରୁ ଶୁଣି ଛାଡ଼ିଛୁ, ଆମକୁ ତାହା ବିଶ୍ୱାସ ଅଛି, ନିଶ୍ଚୟ ତାହା ଘଟିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏହା ସତ୍ୟ ସାକ୍ଷୀ ଅଟେ। ହାଲେଲୁୟା। ସେ ସ୍ତ୍ରୀ ଲୋକ କ'ଣ କଲେ? ସାକ୍ଷୀ ଦେଲେ। ନାଇଁ, ଜଣେ ଆସିଛି ତ ସେ ନିଶ୍ଚୟ ମସିହ ହେଇଥିବ ପରା, ସେ ମୋର କଥା ସବୁ କହିଲା ବୋଲେ ବାଧ୍ୟ ସେ ନିଶ୍ଚୟ ପ୍ରଭୁ ଅଟନ୍ତି। ହାଲେଲୁୟା। ଖାଲି ସେ କ'ଣ ହେଇଥିବ, ମୋତେ ପାଣି ମାଗିଲା ମୁଁ ଦେଲି ନାହିଁ, ଏଇଟା କହ। ନାଇଁ ନାଇଁ, ଏଇଟା ସବୁ ବିଷୟ ଅଛି, ସେଇଟା ସବୁ ବିଷୟ ସେ କହୁଛି।
ପ୍ରେଜ୍ ଦ ଲର୍ଡ ହାଲେଲୁୟା। ସେ ପ୍ରକାର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମର ବାପ୍ତିସ୍ମ ଯେ ସତ୍ୟ ଏହା ମଧ୍ୟ ଆମକୁ ଜଣକୁ ସେୟାର କରିବାର ଅଛି। ପ୍ରେଜ୍ ଦ ଲର୍ଡ। ନା ଲୁଚିକି ରହୁଛନ୍ତି କି ଆପଣମାନେ ଏ ବିଷୟ ଜାଣିକି? ମୁଁ କିନ୍ତୁ ଲୁଚିକି ରହୁନି। ରାୟପଲ୍ଲୀ ମଣ୍ଡଳୀର ପାଳକ ରୁବେନ ବୋଲେ ନାଙ୍ଗିದೆ ಚೀಜಿಗೆ ಪಿನನರ ಮೆಹ್ತಾ ತಕ ಎರಾ ಮೀ ಬಹಾ ಜೇಡಾ ಸಿಟೆ ಮೀಂದೆ চাহাউন বা জেডা যা বাইরে জেডা সিটে মিন্দে আমি কে রাখিয়ে প্রেজ দ লর্ড হালেলুয়া ভাব নাই এ লোকটা আমার সাথে চা পানি পিলা বসিলা খাইলা বলে ভাব নাই এই সত্য শিক্ষাକୁ তুচ্ছ କରି ଆପଣଙ୍କ ପଛରେ ଧାଇଁ ଯିବ। ନା ନା ସେଇ ପ୍ରକାର ହେଇପାରିବ ନାହିଁ। ଧ୍ୟାନ ଦିଅନ୍ତୁ, ଆପଣମାନେ ସମସ୍ତେ ନର୍କଗାମୀ ହେବା ପାଇଁ ଯାଉଛନ୍ତି। ହାଲେଲୁୟା। ମୁଁ ମୁହଁରେ କହୁଛି, ମୁଁ ଛାଡୁନି ମା। ପ୍ରେଜ ଦ ଲର୍ଡ। ମୁଁ ମୁହଁରେ କହୁଛି ଭାଇ, ମୁଁ ଯାହା କହୁଛି ବାଇବଲରେ କହୁଛି। ଆପଣମାନଙ୍କ ଉପରେ ଡକ୍ଟ୍ରିନାରୀ ଯେଉଁଟାକି କ'ଣ ସେ ବାଇବଲ କମେଣ୍ଟ ଯାକ ବାଇବଲ ଯେଉଁ ଇଏ ଯାକ ଲେଖିଛନ୍ତି ବଡ଼ ବଡ଼ ଲୋକ। ମୁଁ ଗୋଟେ ବିଷୟ ତାକୁ କହିଲି ଜଣେ ଭାଇକୁ, ଆଚ୍ଛା ସେ କହିଲା ମୋତେ କମେଣ୍ଟ ପଢ଼ିଛ କି? ମୁଁ ଏମିତି ପଢ଼ିଛି। ଭାଇ କମେଣ୍ଟ କିଏ ଲେଖିଛି? ସେ ବାଇବଲ କମେଣ୍ଟ୍ରି ଯାକ କିଏ ଲେଖିଛି ମୋତେ କୁହ ତ? ଆମ ପରି ମଣିଷ ତ? ନା ସ୍ୱର୍ଗଦୂତ ଆସିଥିଲା? ନା ପିତର ଜହନ ଯାକୁ ଲେଖିଛନ୍ତି? ମୋତେ ଦେଖେଇ ପାରିବ? ଲେଖିଛନ୍ତି କି? ପ୍ରେଜ୍ ଦ ଲର୍ଡ ହାଲେଲୁୟା। ସେଥିପାଇଁ ସେ କହୁଛନ୍ତି ପିତର ସେଇ ତିନି ପର୍ବର କ'ଣ 15-16 ପଢ଼। ସେଇ ପିତର 3 ପର୍ବ 15-16 କ'ଣ କହୁଛନ୍ତି? ଆମ୍ଭମାନଙ୍କୁ ପ୍ରଭୁଙ୍କ ଦୀର୍ଘ ସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣଙ୍କର ତତ୍ତ୍ୱ ଜ୍ଞାନ ଅନୁସାରେ କିଏ? ପାଉଲ। ହାଲେଲୁୟା। ପାଉଲ କମେଣ୍ଟ୍ରି ପଢ଼ ବୋଲି କହିଲେ ନାହିଁ। 3 ବର୍ଷ ପର୍ଯ୍ୟନ୍ତ ବାଇବଲ ଟ୍ରେନିଂ ନିଅ ବୋଲି କହିଲେ ନାହିଁ। ହାଲେଲୁୟା। ଆପଣ ତତ୍ତ୍ୱ ଅନୁସାରେ ବାଇବଲ ଜ୍ଞାନ ଅନୁସାରେ ବାଇବଲ ପଢ଼ ବୋଲି କହିଲେ। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ଓକେ ତାପରେ ଭାଇ ଓକେ ସେପରି ଲେଖିଅଛନ୍ତି ପାଉଲ। ଓକେ ଆପଣଙ୍କର ସମସ୍ତ ପତ୍ର ମଧ୍ୟ ଏହି ସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାର କହନ୍ତି ସେହି ସବୁରେ ଏପରି କେତେକ ବିଷୟ ଅଛି ଯାହାକି ବୁଝିବାକୁ ଜଟିଳ। କୋ ପୁସ୍ତକରେ ଅଛି? ବାଇବଲ ଛାଡ଼ି ଅଲଗା ପୁସ୍ତକ କି? ହାଲେଲୁୟା। ପାଉଲ ବାଇବଲ ପୁସ୍ତକ ବିଷୟ କହୁଥିଲେ ଭାଇ। ପ୍ରେଜ୍ ଦ ଲର୍ଡ। ଆଜି ଏଇଟା ତ ନ ବୁଝିକି ଲୋକମାନେ ପିତା ପୁତ୍ର ନାମରେ ବାପ୍ତିସ୍ମ ନେଉଛନ୍ତି। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ଖୋଜିଲେ ଆରେ ମୁଁ ଶୁଣିଛି ପ୍ରଭୁ ମୋତେ କହୁଛନ୍ତି, ମୁଁ କାହିଁକି ସେଇଟା ଅଗ୍ରାହ୍ୟ କରିବି? ପ୍ରେଜ୍ ଦ ଲର୍ଡ। ମୋତେ କହିଲା ପିତା ପୁତ୍ର ନାମ ନେଇଛି। କିଏ ନେଇଛି? ଆରେ ନାମ ପିତା ପୁତ୍ର ନାଇଁ ଜହନ ଦେଇଥିଲେ ଲେଖା ହେଇଛି କି? ବାଇଆ ଭଳିଆ କଥା ହଉଛ ଭାଇ। ଆଉ ମୋତେ କହୁଛ ଆପଣ ଭଣ୍ଡର ଅଛନ୍ତି, ଆପଣ ଭୁଲ ଅଛନ୍ତି। ଦେଖିକି କଥାବାର୍ତ୍ତା ହୁଅନ୍ତୁ। ହାଲେଲୁୟା। ମୁଁ ଦେଖିବା ପାଇଁ ମୂର୍ଖ ଭଳିଆ ଦେଖାଯାଏ, କିନ୍ତୁ ପ୍ରଭୁଙ୍କର ବାକ୍ୟକୁ ଆମେ ସମ୍ପୂର୍ଣ୍ଣ ପବିତ୍ର ବିଶ୍ୱସ୍ତ ଏବଂ ତର୍ଜମା କରି ବାଇବଲକୁ ଆମେ ପଠନ କରୁ। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ଏହି ଶିକ୍ଷା ତୁମମାନଙ୍କ ନିମନ୍ତେ ଯେତେ ଜଣ ଦୂରବର୍ତ୍ତୀ ଆମେରିକା ହଉ, ଲଣ୍ଡନ ହଉ, ଫ୍ରାନ୍ସ ହଉ, ଜାପାନ ହଉ, ପୃଥିବୀର କଣେ କଣେ ଗୋଟେ ହିଁ ବାପ୍ତିସ୍ମ, ତାହା ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ। ହାଲେଲୁୟା ହାଲେଲୁୟା। ମୁଁ କହିବି ଆପଣଙ୍କୁ, ଆପଣ ଗୋଟେ ବିଷୟ ମତେ ଦେଖାନ୍ତୁ। ଯଦି ଯୀଶୁ ଖ୍ରୀଷ୍ଟ କହିଲେ ପିତା ପୁତ୍ର ପବିତ୍ରାତ୍ମା ନାମରେ ଏମାନଙ୍କୁ ଦିଆଯାଇଛି, ଏମାନେ ନେଇଛନ୍ତି, ଏମାନଙ୍କୁ ଦିଅ ବୋଲି କହିଲେ କାହାକୁ କହିଲେ? ସେଇ ପିତର ଜହନ ଯାକୁ କହିଲେ ଭାଇ। ହାଲେଲୁୟା। ତମ କମେଣ୍ଟ୍ରି ଲେଖିଥିବା ସେଇ ଲୋକକୁ କହିନାହାନ୍ତି। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ଦେଖନ୍ତୁ ଏ ଶେଷ ସମୟରେ ଏଇ ବାକ୍ୟକୁ ନେଇ କ'ଣ କରିବେ ସେମାନେ? ଅନ୍ୟ ପୁସ୍ତକ ମାନେ ତର୍ଜମାକୁ 16 ଅଶିକ୍ଷିତ ଚଞ୍ଚଳମତି ଲୋକ ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି ସେ ସବୁର ମଧ୍ୟ ସେପରି ବିକୃତ ଅଶିକ୍ଷିତ ଚଞ୍ଚଳମତି। ହାଲେଲୁୟା। ଆମ ମଣ୍ଡଳୀରେ କୌଣସି ଅଶିକ୍ଷିତ ନାହାନ୍ତି। ପ୍ରେଜ୍ ଦ ଲର୍ଡ। ଏଇଟା ଶିକ୍ଷା ପ୍ରାପ୍ତ ଲୋକ ଏବଂ ସମ୍ପୂର୍ଣ୍ଣ ବାକ୍ୟ ବୁଝିବା ଲୋକ ଅଟନ୍ତି। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ବାଇବଲ ଜାଣିବା ପାଇଁ ଆପଣଙ୍କୁ ଗ୍ରାଜୁଏସନ୍ ଦରକାର ନାହିଁ। ପ୍ରେଜ୍ ଦ ଲର୍ଡ। ପିତର କେତେ ପଢ଼ିଥିଲେ? ମାଛ ଛିଣ୍ଡିବାଠୁ ମାଛ କଣ୍ଟା ବାହାର କରିବା ପର୍ଯ୍ୟନ୍ତ ପଢ଼ିଥିଲେ। ହାଲେଲୁୟା। ନାଇଁ କି? ଗୋଟେ ହିଁ ପ୍ରମାଣ ପାଉଛି, ଲୁକ ଜଣେ ଡକ୍ଟର ଥିଲେ, ନିଶ୍ଚୟ ସେ ପାଠ ପଢ଼ିଥିଲେ। ହାଲେଲୁୟା। ପିତରଙ୍କୁ ପ୍ରଭୁ ଏ ପ୍ରକାର ବାକ୍ୟକୁ ପ୍ରକାଶ କରିବା ପାଇଁ ଦେଲେ। ତାପରେ ପଢ଼ ଭାଇ। ଅଶିକ୍ଷିତ ଚଞ୍ଚଳମତି ଲୋକେ ୟେସ୍ ଆପଣା
ବିନା ସ୍ୱାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି ସେସବୁର ମଧ୍ୟ ସେପରି ବିକୃତ ଅର୍ଥ କରନ୍ତି। ଅନ୍ୟ ସମସ୍ତ ଶାସ୍ତ୍ର ହାଲେଲୁୟା ଏହାକୁ ଆପଣମାନେ ଅନ୍ୟ ସମସ୍ତ ଶାସ୍ତ୍ର ବୋଲି କହୁଛନ୍ତି କି? ପ୍ରେଜ୍ ଲର୍ଡ। ଏଠାର ପ୍ରକାଶନ ବାଇବଲ ସହିତ ହିଁ ଖୋଲା ସେଟା ହାଲେଲୁୟା। ଏହାକୁ ଭାଇ ଭାଇରାଣ କହୁଛନ୍ତି ଏହା ହେଉଛି ଅତିରିକ୍ତ ତୈଳ। ପ୍ରେଜ୍ ଲର୍ଡ ହାଲେଲୁୟା। ଅତିରିକ୍ତ ତୈଳ ଏହା ହିଁ ଅଟେ। ପ୍ରେଜ୍ ଲର୍ଡ। ଆଉ ମୁଁ କିଛି ଆଉ ଅଧିକ କହିବା ପାଇଁ ଚାହେଁ ନାହିଁ। ଏହା ହିଁ ଅତିରିକ୍ତ ତୈଳ ଆଉ ସତ୍ୟ ସାକ୍ଷୀ ସେମାନେ ଅଟନ୍ତି। ଦେଖନ୍ତୁ ଏଠି ଶେଷ ସମୟରେ ସେ କହୁଛନ୍ତି ଅନ୍ୟ ଶିକ୍ଷା ଅଶିକ୍ଷିତ ଚଞ୍ଚଳମତି ଲୋକମାନଙ୍କୁ ସେମାନେ କ'ଣ କରନ୍ତି? ଅନ୍ୟ ପୁସ୍ତକ ନାଇଁ କି ଅନ୍ୟ ସମସ୍ତ ଶାସ୍ତ୍ର ସେହି ସବୁ ମଧ୍ୟରେ ସେହିପରି ବିକୃତ ଅର୍ଥ କରନ୍ତି। 17 ପଦ ଅତଏବ ହେ ପ୍ରିୟମାନେ ତୁମେମାନେ ପୂର୍ବରୁ ଏହି ସବୁ ଜାଣି ସତର୍କ ହୋଇଥାଅ। କେବେ? ହାଲେଲୁୟା। ପୂର୍ବରୁ ବୋଲେ ଆଗରୁ। ପ୍ରେଜ୍ ଲର୍ଡ। କେମିତି ଜାଣିବା ଆଗରୁ? এই পর্ব পড়লে তো জানিবা হালেলুয়া। সেই ভাববাদী পাখକୁ গলে তো জানিবা প্রেজ লর্ড। কারণ ସେଥିପାଇଁ ଏକ ପର୍ବ ସେ ଦୁଇ ପର୍ବ କହିଲେ ପ୍ରେରିତ ଏବଂ ଭାବବାଦୀ ମାନଙ୍କର ପ୍ରକାଶନ ବାକ୍ୟ ଆମମାନଙ୍କୁ ସେଇ ପୁନର୍ବାର ସେଇ ବାକ୍ୟକୁ ଫେରାଇ ଦିଏ ହାଲେଲୁୟା। ସେଥିପାଇଁ ଆମେ ସତର୍କ ହୋଇଥିବା କାଳେ ଦୁରାଚାରୀ ମାନଙ୍କର ଭ୍ରାନ୍ତିରେ ପଡ଼ି ତୁମେମାନେ ମଧ୍ୟ ଆପଣମାନଙ୍କର ଦୃଢ଼ତାରୁ ସ୍କଳିକ ମାନେ ଅହରି ଯିବା ନାଇଁ କି ବିଶ୍ୱାସର ଅହରି ଯିବା ସେ ପ୍ରକାର ହେଇପାରନ୍ତି। ସେଥିପାଇଁ ଆପଣମାନେ ପ୍ରସ୍ତୁତ ହୁଅନ୍ତୁ। ପ୍ରେଜ୍ ଲର୍ଡ ହାଲେଲୁୟା ହାଲେଲୁୟା। କେବେ ପ୍ରସ୍ତୁତ ହେବା ଆମେମାନେ? ଆସନ୍ତୁ ନିଜ ଜୀବନକୁ ଆମେ ସମର୍ପଣ କରିବା। ମଣ୍ଡଳୀରେ ଆମମାନଙ୍କୁ ଏହି ଶିକ୍ଷା ଦରକାର ଅଛି। ଏ ଶେଷ ସମୟରେ ଆମମାନଙ୍କୁ ପ୍ରଭୁ କହିବା ପାଇଁ ଚାହୁଁଛନ୍ତି ବିଳମ୍ବ ବୋଲି କେତେକ ଭାବନ୍ତି କିନ୍ତୁ ପ୍ରଭୁ ଆପଣା ଆଗମନରେ ବିଳମ୍ବ କରନ୍ତି ନାହିଁ। ପ୍ରେଜ୍ ଲର୍ଡ। ଗୌରବ ପାଆନ୍ତୁ। ଆମ ସମସ୍ତଙ୍କୁ ଏହି ଅଳ୍ପ ବାକ୍ୟ ଶିକ୍ଷା ଦ୍ୱାରା ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ଗୀତ ଗୋଟେ ଗାନ କରିବା। नीले आसमां के पार जाएंगे